ଆମର ଏଇ କାର୍ଯ୍ୟକ୍ରମ ପାଇଁ ଆମର ବିଭିନ୍ନ ଗ୍ରାମରୁ ଭକ୍ତ ଶିଷ୍ୟମାନେ ଅନନ୍ତ ବଳିଆ ପରିବାରର ଭକ୍ତ ଶିଷ୍ୟମାନେ ଏଠିକି ଆସିଛନ୍ତି। ତେଣୁ ଇଏ ମାନେ କେବଳ ଗାଁ ଭିତରେ ସୀମିତ ନୁହେଁ, ଆମର ଏରସମା ଅଞ୍ଚଳର ବିଭିନ୍ନ ଗ୍ରାମରୁ ଜଗନ୍ନାଥପୁର, ଭୋରବା, ରାହାମା, ସାଇଲ, ଅସାରଣା, ବର୍ଣ୍ଣାଳ ଆଉ ସବୁ ବିଭିନ୍ନ ସ୍ଥାନରୁ କୋଉଠି କଣ ଆସିଥିବେ ସବୁ ଏଇମାନଙ୍କର ସବୁ ଏଠି ଉପସ୍ଥିତ ରହିଛି। ସେମାନେ ବଳିଆ ଆସୁଛି ବୋଲି ଜାଣିକିରି ସମସ୍ତେ ଆସିଛନ୍ତି। ଆନନ୍ଦ ଗୋଟେ ହଉଛି ବଡ଼ ଜିନିଷ। ଆନନ୍ଦଟାକୁ ଆମେ କୋଉ ଦୋକାନ ବଜାରରେ କିଣିକିରି ଆଣିପାରୁନା। ଆନନ୍ଦଟା ଆମରି ଭିତରୁ ସୃଷ୍ଟି ହୁଏ। ଯେଉଁଠି ଆନନ୍ଦ ଅଛି ସେଠି ଗୋବିନ୍ଦ ଅଛନ୍ତି। ଯେଉଁଠି ଆନନ୍ଦ ସେଇଠି ଗୋବିନ୍ଦ। ଆମେ ଭାବୁଛୁ ଗୋବିନ୍ଦ କେବଳ ମନ୍ଦିରରେ ଅଛନ୍ତି। ସେଇଟା ହେଉଛି ଆମର ଭାବରାଜ୍ୟର କଥା। କିନ୍ତୁ ଯେଉଁଠି ତାଙ୍କ ସମ୍ପର୍କରେ ବା ଭଲ ମନୀଷୀମା, ଭଲ ଗାଁ, ଭଲ ପରିବାର, ଭଲ ମଣିଷ ଗଠନ ପାଇଁ ଯେଉଁଠି ଆଲୋଚନା ଚକ୍ର ଅନୁଷ୍ଠିତ ହୁଏ, ସେଠାରେ ନିଜେ ସ୍ୱୟଂ ଭଗବାନ ବା ଗୋବିନ୍ଦ ସିଏ ପରୋକ୍ଷରେ ଆସିକିରି ସେଠି ଉପସ୍ଥିତ ହୁଅନ୍ତି। ମଣିଷ କ'ଣ ବୁଝେ ସେଇଟା ଅଲଗା କଥା। ଯଦି ସେ ବୁଝିଲା, କେତେ ଦିନ ପାଇଁ ସେ ମନେ ରଖେ, ସେ ମଧ୍ୟ ଗୋଟେ ଭାବିବାର କଥା। କିନ୍ତୁ ଗୋବିନ୍ଦଙ୍କ କଥା ଗୋବିନ୍ଦ ହିଁ ଶୁଣନ୍ତି। ଖାଲି ଶୁଣନ୍ତି ନାହିଁ, ଆମ ମନଟା ଯେପରି ସିଏ ସେଇଭଳିଆ ଫଳ ମଧ୍ୟ ପ୍ରଦାନ କରନ୍ତି। ଆମେ ଏଠି ବସିଛୁ, ଆମେ ଏଠି ବଇଛୁ, କିନ୍ତୁ ଆମ ମନଟା କେମିତି ସେଇଟାକୁ ଆମେ ପାଖରେ ବସିଥିବା ଲୋକଟି ଜାଣିପାରିବନି। କିନ୍ତୁ ମନର କଥା ହିଁ ସେଇ ମନ୍ନାଥ ଜଗନ୍ନାଥ, ମନ୍ନାଥ ଶ୍ରୀ ଜଗନ୍ନାଥ, ମଦ୍ଗୁରୁ ଶ୍ରୀ ଜଗତ ଗୁରୁ, ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ବର୍ତ୍ତମାନ ଏଇ ଗ୍ରାମରେ ବା ଏଇ ଅଞ୍ଚଳରେ ଯେଉଁ ନାମ ସଂକୀର୍ତ୍ତନ କରି ଶିଶୁ ଅନନ୍ତ ଆଶ୍ରମରୁ ଯେଉଁ କୀର୍ତ୍ତନିଆ ପିଲାମାନେ ବାବୁମାନେ କୀର୍ତ୍ତନ କରି ଆଣିଲେ, ଗୋଟେ କେତେ ଗୁଡ଼ିଏ ବାଟ ସେମାନେ କୀର୍ତ୍ତନ କରିକି ଆଣିଲେ। ସେ କୀର୍ତ୍ତନଟାକୁ ଯେ କେବଳ ବଳିଆ ଉପଭୋଗ କଲା ସେମିତି ନୁହେଁ। ହରିନାମ ସଂକୀର୍ତ୍ତନ ଯତ ଦୂର ଯାଏ, ଗୋ ହତ୍ୟା ବ୍ରହ୍ମ ହତ୍ୟା ଛାଡ଼ିଆ ଫଳ।
এইটি ସତସଙ୍ଗ ହେଉଛି। ଏଇ ସତସଙ୍ଗର ଧ୍ୱନି ଯେତେ ବାଟ ପର୍ଯ୍ୟନ୍ତ ଶୁଭୁଥିବ ସେ ପରିବେଶ ଏକ ସ୍ୱତନ୍ତ୍ର ହେଇକି ରହିବ ଏବଂ ସେଠି ନିଜେ ଭଗବାନଙ୍କର ଆବିର୍ଭାବ ହେବ। ଆପଣମାନେ ଯଦି ସତ୍ସଙ୍ଗ କରୁଛନ୍ତି କିନ୍ତୁ ଆପଣମାନଙ୍କର ଅମୋକ୍ଷ ପ୍ରେତ ପିତୃଲୋକ ଆପଣମାନଙ୍କ ବାପା ଅଜା ବା ଯେଉଁମାନେ ସବୁ ମୃତ୍ୟୁବରଣ କରିଛନ୍ତି ସେମାନେ ମଧ୍ୟ ଏଇ ସତସଙ୍ଗର କଥାକୁ ପରୋକ୍ଷରେ ଶୁଣୁଛନ୍ତି ଏବଂ ମୁକ୍ତି ବି ପାଉଛନ୍ତି। ଆମେ ଯେଉଁମାନଙ୍କୁ ଦେବତା ବୋଲି ଭାବୁଛୁ, ଦେବତା କହିଲେ ଗୋଟେ ମଣିଷ ନୁହେଁ। ଦେବତାମାନଙ୍କର ଶକ୍ତି ଆମର ସୂର୍ଯ୍ୟ ଦେବତା, ଚନ୍ଦ୍ର ହେଉଛନ୍ତି ଦେବତା, ପବନ ହେଉଛନ୍ତି ଦେବତା, ସମୁଦ୍ର ହେଉଛନ୍ତି ଦେବତା, ପୃଥିବୀ ହେଉଛନ୍ତି ଦେବୀ। ଏଇ ଦେବୀ ଦେବତା ମାନେ ଅଗ୍ନି ଦେବତା, ଏଇ ଦେବୀ ଦେବତା ମାନଙ୍କର ଶକ୍ତି ସେ ସ୍ଥାନରେ ଆସିକିରି ପହଞ୍ଚେ। ସୂର୍ଯ୍ୟ ଆସନ୍ତିନି, ସୂର୍ଯ୍ୟଙ୍କର ଶକ୍ତି, ଅଗ୍ନିଙ୍କର ଶକ୍ତି, ବାୟୁ ସମୁଦ୍ରଙ୍କର ଯେଉଁ ଶକ୍ତି ବା ଆତ୍ମଶକ୍ତି ସେ ନିଶ୍ଚିତ ଭାବରେ ଗୋଟେ ସତସଙ୍ଗରେ ସେ ଆସିକିରି ଉପସ୍ଥିତ ହୁଅନ୍ତି। ଯେଉଁ କଥା ଆମର ତ ବିଭିନ୍ନ କଥା ତ ଅଳ୍ପ ସମୟ ପାଇଁ ଆମେ ଆସିଛୁ। ଏଇ ଦେଖନ୍ତୁ ଆପଣମାନେ ମୋତେ ଆଣିବା ପାଇଁ ଏ ଗାଁକୁ 2-3 ଥର କାଳେ ଯାଇଛନ୍ତି, ମୋର କିନ୍ତୁ ମନେ ନାହିଁ। ଯାଇଥିବେ ଏବଂ ନିମନ୍ତ୍ରଣ କରିଛନ୍ତି, ଆମର ତ ମନେ ନାହିଁ। ଆମେ ଆମର ପ୍ରୋଗ୍ରାମ କରିକିରି ପଳେଇଲୁ ଅନୁଗୁଳରୁ ସମ୍ବଲପୁର, ସମ୍ବଲପୁରରୁ ରାୟପୁର। ରାୟପୁରରେ ପହଞ୍ଚି ସେଠି 2 ଦିନିଆ ଗୋଟିଏ କାର୍ଯ୍ୟକ୍ରମ ଶେଷ କରି, ସେଟା ହେଉଛି ଛତିଶଗଡ଼। ମୋର ହଠାତ୍ କାହିଁକି ମନ ଭିତରେ ଆସିଲା ଯେ ମୁଁ ଆଉ ଯିବିନି। ମୁଁ ଛତିଶଗଡ଼ରୁ ଯାଇଥାନ୍ତି ମଧ୍ୟପ୍ରଦେଶ, କିନ୍ତୁ ମଧ୍ୟପ୍ରଦେଶ ଯିବା ପାଇଁ ମୋର ଆଉ ମନ ହେଲାନି। ମୁଁ ମାନେ ବିକ୍ଷିପ୍ତ ହେଇକିରି ମୁଁ ପଳେଇ ଆସିଲି। ଏଠି ଆସି ପହଞ୍ଚିଲି କାହିଁକି, କ'ଣ ପାଇଁ ପହଞ୍ଚିଲି ମୋର କିଛି ଆଉ ମାନେ ମନ ଭିତରେ କାହିଁକି ଆସିଲି। 4-5 ଦିନ ପାଇଁ ଆସିଲି, ପୁଣି ସେତିକି ଯେତିକି ବାଟ ଆସିଲି, ପୁଣି ସେତିକି ବାଟ ପୁଣି ମୋତେ 21 ତାରିଖ ଦିନ ସକାଳୁ ଯିବା ପାଇଁ ହେବ। କିନ୍ତୁ ଜାଣିଲି, ଏବେ ଜାଣିଲି ଯେ 2ଟି ଅତି ବ୍ୟାକୁଳ ତାର ପ୍ରାର୍ଥନା ସେ ଭଗବାନଙ୍କ ପାଖରେ ପହଞ୍ଚିଛି। ଗୋଟିଏ ଆମର ଆଶ୍ରମ ନିକଟରେ ଗୋଟିଏ ଗ୍ରାମ, ସେଠି ମଧ୍ୟ ଗ୍ରାମ୍ୟ ଠାକୁରାଣୀଙ୍କର ଗୋଟିଏ ମନ୍ଦିର। ସିଏ ବୋଧେ 10 ଥର ମୋତେ ନିମନ୍ତ୍ରଣ କରିଛନ୍ତି। ପ୍ରତ୍ୟେକ ମାସରେ 2 ମାସରେ ଥରେ ବାବା ଖାଲି ଟିକେ ବୁଲି ଆସିବେ। ମୁଁ କହିଛି ହଁ। ତାପରେ ଆପଣମାନେ ଏଠୁ ମଧ୍ୟ ପିଲାମାନେ ଏମାନେ 2-3 ଥର ମଧ୍ୟ ଆଶ୍ରମ ସହିତ ଯୋଗାଯୋଗ ରଖିଛନ୍ତି। ତେଣୁ ଏବେ ମୋ ମନରେ ଧାରଣା ହେଲା ଯେ ଭଗବାନ ବା ସେଇ ଯେଉଁ ଶକ୍ତି ଆମେ ସବୁ ଭୁଲିଗଲୁ, କିନ୍ତୁ ଏ ପ୍ରୋଗ୍ରାମ ଗୁଡ଼ାକ ତାଙ୍କ ପାଖରେ ପହଞ୍ଚାଇଛି। ସିଏ ବଳିଆକୁ ଛତିଶଗଡ଼ରୁ ଫେରେଇ ଆଣିଲେ। ଏଠି ଆସିକିରି ପହଞ୍ଚିବା ପରେ
ଆମର ଯିଏ ପ୍ରୋଗ୍ରାମ କରୁଛନ୍ତି ସିଏ ଜଣେଇଲେ ଯେ ଏମିତି ବାବା 2ଟି ପ୍ରୋଗ୍ରାମ ନାଇଁ, ଏଇ ପ୍ରୋଗ୍ରାମ କଥାଟା ବେଶୀ ଜଣେଇଲେ। ଯୁବକମାନେ ବାବା ତ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି। ଯୁବକମାନେ ସେ ଗ୍ରାମର ସେମାନେ ଗୋଟେ କାର୍ଯ୍ୟକ୍ରମ କରିଥିଲେ। ଆମକୁ ଯଦି କରିଥିଲେ ତେବେ କାହିଁକି ଏ ପ୍ରୋଗ୍ରାମ କଲ? ତେବେ ମୁଁ ସାଙ୍ଗେ ସାଙ୍ଗେ କହିଲି ଯେ ଆପଣମାନେ ମୋତେ ଆଉ ମୁଁ ଆସିଛି ଆଉ ଯିବି ଇଏ ଧାରଣା ଆପଣମାନଙ୍କ ଭିତରେ ଆଉ ନଥିଲା। ଆପଣମାନେ ଆଉ କାହାକୁ ମୁଁ ଶୁଣୁଛି ଜିତୁ ଦାସଙ୍କୁ ନିମନ୍ତ୍ରଣ କରିଥିଲେ। ସେ ବି ଜଣେ ପ୍ରବକ୍ତା, ଓଡ଼ିଶାର ବର୍ତ୍ତମାନ ଭଲ ପ୍ରବକ୍ତା ସେ। କିନ୍ତୁ ଆପଣମାନଙ୍କର ଯେଉଁ ଶ୍ରଦ୍ଧା ସେ ବଳିଆକୁ ପୁଣି ଟାଣି ଆଣିଛି। ତେଣୁ ଶ୍ରଦ୍ଧାବାନ ଲଭତେ ଜ୍ଞାନ। ଯାହା ଭିତରେ ଶ୍ରଦ୍ଧା ଅଛି ସେ ଶ୍ରଦ୍ଧାଟାକୁ ଭଗବାନ ଗ୍ରହଣ କରନ୍ତି। ଆପଣ ଏଠି ଯଜ୍ଞ କରୁଛନ୍ତି, ବହୁତ ଭୋଗ ଦଉଛନ୍ତି, କିନ୍ତୁ ବ୍ରାହ୍ମଣମାନେ ମନ୍ତ୍ର ପଢ଼ୁଛନ୍ତି। ସେ ମନ୍ତ୍ର ଆରାଧିତ ଦେବତାମାନେ ପ୍ରକୃତରେ କ'ଣ ଗ୍ରହଣ କରନ୍ତି? ସେ ଶ୍ରଦ୍ଧାକୁ ଗ୍ରହଣ କରନ୍ତି। ବ୍ରାହ୍ମଣମାନେ ପୁରୁଷୋତ୍ତମ କ୍ଷେତ୍ର, ବ୍ରାହ୍ମଣମାନେ ଜଗନ୍ନାଥଙ୍କ କ୍ଷେତ୍ରକୁ ଯାଉଛନ୍ତି ରଥଯାତ୍ରା ଦେଖିବା ପାଇଁ। ଦାସିଆ ନାମରେ ଜଣେ ବ୍ୟକ୍ତି ଯେ କି ପର ଘରେ ମୂଲ ଲାଗିଲେ ସେ ତା ପରିବାର ଚଳାଏ, ସେ ଜାତିରେ ବାଉରୀ। ତାର ବି ମନ ଅଛି ମୁଁ ରଥଯାତ୍ରା ଦେଖିବାକୁ ଯିବି, କିନ୍ତୁ ମାଲିକ ଛାଡ଼ୁନି। ତୁ ଗଲେ ମୋର କାମ ହେଇପାରିବନି। ନଡ଼ିଆ ଗଛରେ ନଡ଼ିଆ ଫଳିଛି, ତାର ମାନସିକ ଅଛି ଇଏ ନଡ଼ିଆ ନୂଆ କରିକିରି ନଡ଼ିଆ ଫଳିଲେ ମୁଁ ସେ ନଡ଼ିଆଟି କାଳିଆକୁ ଅର୍ପଣ କରିବି, କିନ୍ତୁ ଯାଇ ହଉନି। ଶ୍ରଦ୍ଧାବାନ ଲଭତେ ଜ୍ଞାନ। ବ୍ରାହ୍ମଣମାନେ ଯାଉଛନ୍ତି ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ। ସେ ହଳ ବୁଲେଇକିରି ହଳ ବୁଲଉଛି, ପଚାରୁଛି ନନା ଠାକୁରେ କୁଆଡ଼େ ଯାଉଛନ୍ତି? ନା ଆମେ ଯାଉଛୁ ପୁରୁଷୋତ୍ତମ କ୍ଷେତ୍ର। ଜଗନ୍ନାଥଙ୍କ କ୍ଷେତ୍ର ହେଉଛି ପୁରୁଷୋତ୍ତମ କ୍ଷେତ୍ର। କ୍ଷେତ୍ରାଣାଂ ସର୍ବକ୍ଷେତ୍ରାଣାଂ ରାଧା ଶ୍ରୀ ପୁରୁଷୋତ୍ତମ। ଦେବାନାଂ ସର୍ବଦେବାନାଂ ରାଧା ଶ୍ରୀ ପୁରୁଷୋତ୍ତମ। ପୁରୁଷୋତ୍ତମ କ୍ଷେତ୍ରକୁ ଆମେ ଯାଉଛୁ ବୋଲି ସେ କହିଲେ। ସେ ସାଙ୍ଗେ ସାଙ୍ଗେ କହିଲା, ଗୋସାଇଁ ମୁଁ ଗୋଟେ ନଡ଼ିଆ ଗଛ ବାଡ଼ିରେ ଲଗେଇଥିଲି, ନୂଆ ଫଳଟିଏ ହେଲେ ଜଗନ୍ନାଥଙ୍କୁ ଦେବି ବୋଲି କହିଥିଲି, ମୁଁ ତ ଯାଇପାରୁନି। ମୁଁ ଏଇ ଆପଣ ମାନେ ଟିକେ ଅପେକ୍ଷା କଲେ ମୁଁ ସେ ନଡ଼ିଆ ଟିକେ ଆଣି ଆପଣମାନଙ୍କ ହାତରେ ଦେବି, ଆପଣମାନେ ଜଗନ୍ନାଥଙ୍କୁ ଅର୍ପଣ କରିବେ। ଶ୍ରଦ୍ଧାବାନ ଲଭତେ ଜ୍ଞାନ। ଦାସିଆର ସେଇ ଶ୍ରଦ୍ଧାକୁ ବ୍ରାହ୍ମଣମାନେ ଗ୍ରହଣ କଲେ। କହିଲେ ତୁ ଶୀଘ୍ର ଯା ଆଣିକିରି ନଡ଼ିଆ ଦେ। ଶ୍ରୀଫଳ, ନଡ଼ିଆର ଅନ୍ୟ ଏକ ନାମ ହେଉଛି ଶ୍ରୀଫଳ। ଦାସିଆ ଗଲା, ନଡ଼ିଆଟିଏ ତାର ଆଣିଲା, ତାକୁ ଛଡ଼େଇକିରି ଆଣିକିରି ପହଞ୍ଚିଲା। ସେତେବେଳେ ସବୁ ମଣିଷମାନଙ୍କର ଧାରଣା ଥିଲା, ଏବେ ବି ଅନେକଙ୍କର ଅଛି,
ଯେ ଛୁଇଁଦେଲେ ପାପ। ଆଉ ଛୁଇଁଦେଲେ କେମିତି କ'ଣ ପାପ ହବ? ଯୋଉଠି ଶ୍ରଦ୍ଧା ଅଛି, ଭକ୍ତି ଅଛି, ନିଷ୍ଠା ଅଛି, ସିଏ ଅସ୍ପୃଶ୍ୟ କେମିତି ହବ? ଅସ୍ପୃଶ୍ୟ ଛୁଆଁ ଅଛୁଆଁ ଭାବନାଟା ଆମେ ସୃଷ୍ଟି କରୁଛୁ। ଦାସିଆ ନଡ଼ିଆଟିକୁ ଥୋଇଦେଲା, କହିଲା ଗୋସେଇ ଏ ନଡ଼ିଆଟି ଆପଣ ନେଇକିରି ଯିବେ। ନଡ଼ିଆଟିକୁ ଯେତେବେଳେ ବ୍ରାହ୍ମଣ ମାନେ ନଉଛନ୍ତି, ଦାସିଆ ହାତ ଯୋଡ଼ି କହିଲା, କହିଲା ଗୋସେଇ ମୋର ଗୋଟିଏ ବିନମ୍ର ନିବେଦନ। ତା କ'ଣ? ନଡ଼ିଆଟିକୁ ଯଦି କାଳିଆ ହାତ ବଢ଼େଇକିରି ନବ, ତାହେଲେ ନଡ଼ିଆଟିକୁ ଦେଇ ଆସିବ, ନହେଲେ ମୋ ନଡ଼ିଆ ମୋ ଘରକୁ ଫେରେଇ ଆଣିବେ। ଆଉ ବ୍ରାହ୍ମଣ ମାନେ ହସୁଛନ୍ତି, ନଡ଼ିଆଟା କେମିତି ଜଗନ୍ନାଥଙ୍କର, ଜଗନ୍ନାଥ ହାତ ବଢ଼େଇକିରି ଇଏ ନଡ଼ିଆକୁ ନେବେ କେମିତି? ଏ ଜଗନ୍ନାଥଙ୍କ ଜମା ହାତର ପାପୁଲି ବି ନାହିଁ, ସେ କେମିତି କ'ଣ ନଡ଼ିଆ ନେବେ? ଶ୍ରଦ୍ଧାବାନ ଲଭତେ ଜ୍ଞାନ। ବ୍ରାହ୍ମଣ ମାନେ ରଥଯାତ୍ରାରେ ପହଞ୍ଚିଲେ, ନନ୍ଦୀ ଘୋଷ ରଥ, ତାଳଧ୍ୱଜ ରଥ, ଦର୍ପଦଳନ ରଥ ଆଗକୁ ସବୁ ଟଣାଟଣି କଲେ, ନିଜର ଭୋଗରାଗ କଲେ, ନିଜେ ଯୋଉ ନଡ଼ିଆ ନେଇଥିଲେ ତାକୁ ରଥ ଉପରେ ଭୋଗ କଲେ। ଇଏ ଦାସିଆର ନଡ଼ିଆଟାକୁ ମାନେ ତାଙ୍କର ତ ମାନେ ବିଶ୍ୱାସ ନାହିଁ ଯେ ଜଗନ୍ନାଥ କ'ଣ ହାତ ବଢ଼େଇକି ନଡ଼ିଆ ନେବେ। କେବଳ ଆଞ୍ଜୁଳା କରି ସେ ନଡ଼ିଆଟିକୁ ଆଞ୍ଜୁଳାରେ ଥୋଇକିରି କହିଲେ, ଦାସିଆ ଦେଇଛି ଏବଂ କହିଛି କାଳିଆ ଯଦି ହାତ ବଢ଼େଇ ନବ ତାହେଲେ ତାକୁ ଦବ, ନହେଲେ ମୋ ନଡ଼ିଆ ମତେ ଫେରେ। ଇଏ ଆଖିଟା ବୁଝିଥିଲେ, ଅନେଇ ଦେଲା ବେଳକୁ ନଡ଼ିଆ ଆଉ ନାହିଁ। ତାହେଲେ ଦାସିଆ ଅଛବ କେମିତି? ଦାସିଆର ନଡ଼ିଆକୁ ସେ ଗ୍ରହଣ କଲେ। କେଉଁ ମନ୍ତ୍ରରେ? ଦାସିଆ କିଛି ମନ୍ତ୍ର ଫନ୍ତ୍ର ଶିଖିନି। ବର୍ତ୍ତମାନ ଭୋଗଟିଏ ବ୍ରାହ୍ମଣ ମାନେ କରୁଛନ୍ତି, ଅନେକ ମନ୍ତ୍ର ପଢୁଛନ୍ତି। ଜ୍ଞାନାୟ ସ୍ୱାହା, ବୈରାଗ୍ୟାୟ ସ୍ୱାହା, ଐଶ୍ୱର୍ଯ୍ୟାୟ, କେତେ ମନ୍ତ୍ର ପଢୁଛନ୍ତି। ପ୍ରାଣାୟ ସ୍ୱାହା, ଅପାନାୟ ସ୍ୱାହା। କିନ୍ତୁ ଦାସିଆ ମନ୍ତ୍ର ଜାଣିନେ, ଶ୍ରଦ୍ଧାରେ ସେ ନଡ଼ିଆ ଦେଇଛି। ଭାଗବତର ଯୋଉ ପଦଟି ଅଛି, ମୋ ନାମ ଶ୍ରବଣ କୀର୍ତ୍ତନେ ମୋ ନାମ ପ୍ରଧାନ କେବଳ ଲୌକିକ ପ୍ରଧାନ ଥାଇ ଗଦେ କେବଳ ଶ୍ରଦ୍ଧାବାନ ଲଭତେ ଜ୍ଞାନ। ଆପଣମାନଙ୍କର ଶ୍ରଦ୍ଧା ମତେ ଛତିଶଗଡ଼ରୁ ଟାଣି ନିଏ। ଇଏ ଅଞ୍ଚଳ ମୋ ପାଇଁ ଅଜଣା ଅଞ୍ଚଳ ନୁହେଁ। ଇଏ ଅଞ୍ଚଳକୁ ବହୁ ଗାଁକୁ ବହୁ ବାର ଆସିଛି। ତଥାପି ଆପଣମାନଙ୍କ ଭିତରେ ଥିବା ଶ୍ରଦ୍ଧା ସିଏ ଆମକୁ ଟାଣି ଆଣିଲା। ତେଣୁ ସଜ୍ଜନ ଶ୍ରଦ୍ଧାରେ ବନ୍ଧା, ଶ୍ରଦ୍ଧାରେ ସେ ବନ୍ଧନ ହୁଅନ୍ତି। ସେ ଭାଗବତରେ କହିଛନ୍ତି, ମଦ ଭକ୍ତା ତତ୍ର ଗାୟନ୍ତି
ତତ୍ର ତିଷ୍ଠାମି ନାରଦ ତତ୍ର ତିଷ୍ଠାମି ନାରଦ। ଆପଣ ଦେଖିବେ ଜଗନ୍ନାଥଙ୍କର ମା କିଏ? ମା ହଉଛନ୍ତି ମଙ୍ଗଳା। କାକଟପୁର ମଙ୍ଗଳା ହଉଛନ୍ତି ଜଗନ୍ନାଥଙ୍କର ମା। ସେଇଠୁ ଯୋଉ ନିର୍ଦ୍ଦେଶ ଆସେ ଏଇ ଗାଁରେ ଦାରୁ ମିଳିବ, ସେ ଦାରୁ ଛେଦନ ହେଇଯାଏ, ଜଗନ୍ନାଥ ସେଇ ଦାରୁରେ ତିଆରି ହୁଏ। ଏବେ ଯଦିଓ ସ୍ୱପ୍ନାଦେଶ ହଉଛି କି ନା ସେଇଟା ଟିକେ ଲାଗୁନି, ତଥାପି ସେମାନଙ୍କର ମାନେ ଦାରୁ ଯୋଉଠୁ ଛେଦନ କଲେ ବି ମା ମଙ୍ଗଳାଙ୍କ ପାଖକୁ ସେ ନିଶ୍ଚୟ ଯିବେ। ଆପଣମାନେ ଜାଣିଛନ୍ତି ଜଗନ୍ନାଥଙ୍କ କ୍ଷେତ୍ରକୁ ଗଲାବେଳେ ପ୍ରଥମେ ଦର୍ଶନ କାହାର ଦର୍ଶନ ହୁଏ? ବାଟ ମଙ୍ଗଳା। ବାଟରେ ବାଟ ଦେଖିବା ଅଠ ପାଞ୍ଚ ମନ ଠକା ଚକାନ ବାଟ ମଙ୍ଗଳା। ସେ ଗୋଟେ ପୁରୀ ସହରକୁ ପଶିଲା ବେଳକୁ ବାଟରେ ଅଛି, ସେ ଗୋଟେ ବାଟ ମଙ୍ଗଳା। ତେବେ ଆଉ ଗୋଟିଏ ବାଟ ମଙ୍ଗଳା କିଏ? ଆପଣ ଚିନ୍ତା କରୁ, ପ୍ରକୃତର ମଙ୍ଗଳା କିଏ? ମାର ଗର୍ଭ ହଉଛି, ଜନନୀର ଗର୍ଭ ହଉଛି ମଙ୍ଗଳା। ଆମେ ସବୁ ଜନ୍ମ ହେଲୁ କୋଉଠି ତିଆରି ହେଲୁ? ବାଟ ମଙ୍ଗଳାଙ୍କ ପାଖରେ ସିନା ନିମ୍ବ ଗଛ କଟା ହେଲା, ଜଗନ୍ନାଥ ତିଆରି ହେଲେ, କିନ୍ତୁ ଆମେ ତିଆରି ହେଲୁ କୋଉଠି? ଆମେ ତିଆରି ହେଲୁ ମାର ଗର୍ଭରେ। ଯଦି ଆମେ ମାର ଗର୍ଭରେ ଆମେ ଜନ୍ମ ହେଲୁ, ବାଟ ମଙ୍ଗଳା ପୁଣି କଣ? ମା ଯୋନି ବାଟ ଦେଇ ଆମେ ପୃଥିବୀକୁ ଆସିଲୁ। ଏବେ ଡକ୍ଟର ମାନେ କଣ କରୁଛନ୍ତି? ସିଜରିଂ କରିକିରି ପିଲାକୁ ବାହାର କରିଦଉଛନ୍ତି, ମାନେ ଜନ୍ମ ଦଉଛନ୍ତି। ସେ ବି ଗୋଟେ ବାଟ। ଜୀବନ ଦର୍ଶନରେ ବାଟ ମଙ୍ଗଳା ବା ମଙ୍ଗଳା ଇଏ ଜୀବନ ଦର୍ଶନର ମହାନ କଥା। ଆଚ୍ଛା, ଯଦି ମାର ଗର୍ଭ ହେଲା ମଙ୍ଗଳା, ମାର ଯୋନିଦ୍ୱାର ବା ଉଦର ହେଲା ବାଟ ମଙ୍ଗଳା, ତାହେଲେ ଆମେ ମଙ୍ଗଳାଙ୍କର ପୁତ୍ର କନ୍ୟା। ଆଜି ଆପଣ ଦେଖିବେ କେତେ କନ୍ୟା ମାନଙ୍କୁ ସବୁ ଏଗୁଡାକ ଦେଖୁଥିବେ। ଯେତେବେଳେ ରାଜା ଜନକ ଯେତେବେଳେ ଯଜ୍ଞ ଭୂମି କର୍ଷଣ କରୁଥିଲେ, ଆପଣମାନେ କଣ ଆପଣମାନେ ଯା ଅନୁମାନ କରି ଜାଣିବେ ଯେ ରାଜା ଜନକ ସେ ଯଜ୍ଞ ଭୂମି କର୍ଷଣ କରୁଥିଲେ, ଏଇଟା କଣ ସମ୍ଭବ? ଆପଣମାନେ ସବୁ ଦେଖିଥିବେ, ଆମର ଯେ ଅକ୍ଷୟ ତୃତୀୟା ଦିନ କିଛି ଲୋକ ମନ୍ତ୍ରୀ ଏମଏଲଏଙ୍କୁ ଡାକନ୍ତି, ସେ କାଳେ ଅକ୍ଷି ମୁଠି ବୁଣିବେ, ହଳ ଧରିବେ। ଆମେ ସବୁ ଟିଭିରେ ଦେଖୁ। ସିଏ ତାକୁ ତ ହଳ ବୁଲେଇ ଆସେନି, ସେ ହଳ ଧରୁ ଧରୁ
ବଳଦ ଦୌଡ଼ିକି ପଳେଇବ। ଇଏ ଯୋଉ ବାବୁ ମାନେ ତାକୁ ନେଇଥିବେ ତାକୁ ସେ ବଳଦକୁ ଟାଣି ଟୁଣି ଆଣିବେ। ଇଏ ଗୋଟା ଖାଲି ହଳୁକୁ ଧରିକିରି ଗୋଟା ଫଟୋ ଉଠିବ ଯେ ଆମେ ମନ୍ତ୍ରୀ ବା ଆମେ MLA ହିସାବରେ ଆମେ ଅଖିମୁଠି ବିହନ ବୁଣିଲୁ। ଆଉ ପ୍ରକୃତରେ ଏୟା ନୁହଁ। ରାଜା ଜନକ ସେ ପୁଣି ହଳ ବୁଲଉଚି, ସିଏ ସେମିତି ହଳ ବୁଲଉଥିବେ ଆଉ ମାନେ ଲଙ୍ଗଳ କଣ୍ଠିଟାକୁ ଧରିଥିବେ ଟିକେ ଏମିତି ଘୋଷା ଦେଇଥିବେ ଆଉ। ଆଚ୍ଛା, ଲଙ୍ଗଳ କଣ୍ଟିରେ ରାଜା ଜନକ ହଳ ବୁଲେଇଲେ। ଯୋଉ ଲଙ୍ଗଳର ଯୋଉ ଲୁହାର ଏ ଯୋଉ ଲାଗିଛି ଏଟା କଣଟି ମୋର ମନେ ନାହିଁ। ସିଏ ଆଉ ଲଙ୍ଗଳ ନାହିଁ ଆମର ମନେ ରହିବ କି? ଏବେ ସବୁ ଟ୍ରାକ୍ଟର ଆଉ ଯେତେ ବଳଦ ବର୍ତ୍ତମାନ ସବୁ ହଣା ହବାକୁ ଯାଉଛନ୍ତି ନା। ଆଗରୁ ଯଦି ବଳଦଟିଏ ଜନ୍ମ ହଉଥିଲା ଅଣ୍ଡିରା ବାଛୁରୀଟିଏ ଆମମାନଙ୍କ ମନରେ କେତେ ଆନନ୍ଦ ଆସୁଥିଲା। ଯାହା ହଉ ଅଣ୍ଡିରା ବାଛୁରୀଟିଏ ଜନ୍ମ ହେଲା। ଯଦି ମାଇ ବାଛୁରୀଟିଏ ଜନ୍ମ ହଉଥିଲା କ୍ଷୀର ଟିକେ ଖାଇବା ସେଥିପାଇଁ ବି ଆନନ୍ଦ ହଉଥିଲା। କିନ୍ତୁ ଆମ ଘରେ ଯଦି ବର୍ତ୍ତମାନ ପୁଅ ଜନ୍ମ ନ ହେଇକିରି ଯଦି ଝିଅ ଜନ୍ମ ହେଲା ମାନେ ସିଏ ଘରେ ଗୋଟେ ମନ ମାନେ ମାନେ ଯିଏ ଜନ୍ମ କଲା ସେ କାନ୍ଦିଲା, ତା ସ୍ୱାମୀ ବି କାନ୍ଦିଲା, ସେ କାନ୍ଦିନି ବିରକ୍ତ ହେଲା। ଶାଶୁ କହିଲା ହେ ବୋହୁଟା କ'ଣ ଝିଅ ଜନ୍ମ କରିଛି, ଏସବୁ କଥା। କିନ୍ତୁ ପୁଅ ଯଦି ଜନ୍ମ ହେଲା ସେ ହସ ନାହିଁ ମୁଣ୍ଡାରୁ ବାହାରିବ। ଆଉ ତେଣୁ ସଜ୍ଜନ କେକ୍ କଟା ହବ, କେକ୍ କଟା ହବ, ବେଲୁନ ଫଟା ହବ, ପିଲା ହାତରେ ଛୁରୀ ଧରେଇ ଦିଆଯିବ, ସେ କେକ୍ କାଟିବ। କିନ୍ତୁ ଏ ପାଖରେ କେକ୍ କଟା ହବ, ସେ ପାଖରେ ଚିକେନ ତରକାରୀ ହବ, ସାଙ୍ଗସାଥି ମାନେ ଖାଇବେ। ଇଏ କାଳେ ଜନ୍ମଦିନ। ତେଣୁ ମା ମାନେ ଗାଁର ମା ମାନେ ଏଠି ବସିଛ, ଏତିକି କଥା ମନେ ରଖ। ପିଲା ଜନ୍ମ ହେଲେ ପିଲାର ଜନ୍ମୋତ୍ସବରେ କେକ୍ କାଟିବନି, ପିଠା ଭାଙ୍ଗିବ, ପିଲା ହାତରେ ଛୁରୀ ଦେବ ନାହିଁ, ମହମବତୀ ଜଳେଇବ ନାହିଁ, ଦୀପ ଜଳେଇବ। ଏଇ ବର୍ତ୍ତମାନ ଆମର କ'ଣ ପଢୁଥିଲେ ପ୍ରତାପ ପଣ୍ଡିତ ଆଜି ପଢୁଥିଲେ କ'ଣ? ଦୀପଂ ଜ୍ୟୋତି ପରଂ ବ୍ରହ୍ମ ଦୀପଂ ଜ୍ୟୋତି ଜନାର୍ଦ୍ଦନ ଦୀପଂ ଜ୍ୟୋତି ହରତେ ପାପ ସନ୍ଧ୍ୟା ଦୀପ। ବଳିଆ କୋଠି ନିର୍ମଳ ପାଖରୁ ଇଏ ଭିରଙ୍ଗ ବା ଦାନ୍ତିଆ ପର୍ଯ୍ୟନ୍ତ ଆସିବା ପାଇଁ ବାଟରେ ବହୁ ଜାଗାରେ, କିଛି ଜାଗାରେ, ବହୁରେ କିଛି ଜାଗାରେ ଆମର ଭକ୍ତମାନେ ଅପେକ୍ଷା କରିଥିଲେ। ମତେ କ'ଣ ମହମବତୀରେ ବନ୍ଦାପନା କରୁଥିଲେ? ଇଏ ଗାଁରେ କେତେ ମା ଦୀପଟିଏ ଧରି ସେ ବନ୍ଦାପନା କରୁଥିଲେ। କାହିଁକି? ମହମବତୀ ଜଳଉନା। ଜଗନ୍ନାଥଙ୍କ ମନ୍ଦିରକୁ ଯିବ, କ'ଣ ଦୀପ ଜଳେଇବ ନା ମହମବତୀ ଜଳେଇବ? ଶାଳାଙ୍କ ପାଖକୁ ଯିବ, ସେଠି ଦୀପ ଜଳେଇବ ନା ମହମବତୀ ଜଳେଇବ? ତେଣୁ ତାମାନେ ଇଏ କଥାଟା ମା ମାନଙ୍କ ମନକୁ ଠିକ ଯାଇଛି। ତେଣୁ ହୁଳି ପଇଲା। ଆଉ ତେଣୁ ସଜ୍ଜନ ଦୀପ ଜାଳିବେ, ପିଠା ଭୋଗ କରିବେ, ରସଗୋଲା ଭୋଗ କରନ୍ତୁ। ପୁଅ ଜନ୍ମରେ ବି ଝିଅ ଜନ୍ମରେ ବି। ଆଉ ପୁଅ ଜନ୍ମରେ ଖାଲି ମିଠା ବଟା ହବ, ଝିଅ ଜନ୍ମରେ ଚକୋଲେଟ ଗୁଡ଼ା ବି କାହାକୁ ଦବନି। ଏଟା ଶୁଦ୍ଧ ଭବସଣ୍ଡା, ଏଟା ଭବସଣ୍ଡା କଥା।
ତେଣୁ ଗାଁ ଗହଳିରେ ଆପଣ ଦେଖିବେ ତୁଳସୀ ଚଉରା ମୂଳେ ରଙ୍ଗଣୀ ଛତଳେ ସଞ୍ଜବତୀ ଲିଭି ଲିଭି ସଞ୍ଜବତୀ ତୁଳସୀ ରଙ୍ଗଣୀ ତୁଳସୀ ଚଉରା ମୂଳେ ରଙ୍ଗଣୀ ସଞ୍ଜବତୀ ଆପଣମାନଙ୍କର ଘରେ ଅଛନ୍ତି ବଳଦେବ, ଆପଣ ଜାଣିନାହାନ୍ତି। ପ୍ରତ୍ୟେକ ଘରେ ବଳଦେବ ଅଛନ୍ତି, ରୋଷେଇ ଘରେ ପୁଣି ଅଛନ୍ତି, ଯାହାଙ୍କର ନାଁ ହଉଛି ବଡ ବଡୁଆ, ସେ ହଉଛନ୍ତି ବଳଦେବ। ଘରୁ ବାହାରି ଆସିଲା ବେଳକୁ ବୃନ୍ଦାବତୀ ଅଛନ୍ତି, ସେଠି ଗୋଟେ ଜୀବନ୍ତ ଗଛ ଅଛି ତୁଳସୀ। ଇଏ ଦୁଇଟି ପରେ ତିନୋଟି ସ୍ଥାନରେ ଅଛନ୍ତି ଗ୍ରାମ୍ୟ ଦେବୀ। ଇଏ ତିନୋଟି ଦେବତା ଆପଣଙ୍କ ଘରେ ଅଛନ୍ତି, ଆପଣଙ୍କ ଗାଁରେ ଅଛନ୍ତି। ତାପରେ ନିଜର ବାପା ବୋଉ କି ବାପ ମା ସେ ବି ଏକ ଦେବତା, ଅଜା ଆଈ ସେ ବି ଏକ ଦେବତା। ଆପଣ ମାନେ କୋଉ ଦେବତାଙ୍କର ପୂଜା କରନ୍ତି ନିଜେ ଚିନ୍ତନ କରନ୍ତୁ। ମନେ ରଖିବେ, ପୁଅ ଝିଅ ଜନ୍ମ ହେଲେ ସତ୍ୟନାରାୟଣଙ୍କ ପାଲା କରିବେ। ସତ୍ୟନାରାୟଣଙ୍କ ପାଲାରେ କାହାକୁ ଆପଣ ପୂଜା କରନ୍ତି? ଗଣେଶ। ଗଣେଶ କିଏ? ମହାବିନାୟକ ବିଘ୍ନ ନାଶକ। ଘରର ସମସ୍ତ ବିଘ୍ନକୁ ଯିଏ ଦୂରୀଭୂତ କରନ୍ତି ସେ ହଉଛନ୍ତି ଗଣେଶ। ନାରାୟଣ ଯିଏ ଆମକୁ ମୁକ୍ତି ଦିଅନ୍ତି। ନାରାୟଣଂ ପରାଂ ଦେବା ନାରାୟଣଂ ନାରାୟଣଂ ନାରାୟଣ ନାରାୟଣ। ତାପରେ ରୁଦ୍ର। ରୁଦ୍ର କହିଲେ ଶିବ। ओम नमः शिवाय। सत्यम शिवम सुंदरम सत्यम शिवम शिवଙ୍କ ନାଁରେ ବିଭିନ୍ନ ଅପବାଦ। ସେ କାଳେ ମଶାଣିରେ ବୁଲନ୍ତି, ସେ କାଳେ ଉଲଗ୍ନ ହେଇ ବୁଲୁଥାନ୍ତି, ସେ କାଳେ ଗଞ୍ଜେଇ ଖାଆନ୍ତି। ଏଗୁଡ଼ା ସବୁ ଶୁଧୁ ମିଛ କଥା। ଶିବ ହଉଛନ୍ତି ମଙ୍ଗଳମୟ। ଗଣେ ନାରାୟଣ ରୁଦ୍ର। ଅମ୍ବିକା କିଏ? ସେ ହଉଛନ୍ତି ମା। ସେ ଦୁର୍ଗତି ନାଶିନୀ ମା। ସେ ଲକ୍ଷ୍ମୀ, ସେ ସରସ୍ୱତୀ, ସେ ମହାକାଳୀ, ସେ ମହାଦୁର୍ଗା। ତାପରେ ସୂର୍ଯ୍ୟ। ସୂର୍ଯ୍ୟ ହଉଛନ୍ତି ସକଳ ଶକ୍ତିର ଆଧାର। ଇଏ ପାଞ୍ଚଟି ଯାକ ମିଶିକିରି ତାଙ୍କ ନାଁ ହେଲା ସତ୍ୟନାରାୟଣ।
ଏଭଳି ପୂଜାକୁ ଆପଣ କେମିତି ମାନେ ତାକୁ ଭୁଲି ଗଲେଣି? ଯେତେବେଳେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଇଛି, ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଏହି ସତ୍ୟନାରାୟଣ ପାଲାକୁ ଯେତେବେଳେ ବିରୋଧ କରିଛି, ହିନ୍ଦୁମାନେ ନିଜକୁ ବଞ୍ଚେଇବା ପାଇଁ ସେ ପାଲାର ନାଁ ଦେଇଦେଲେ ସତ୍ୟପୀର ପାଲା। କିନ୍ତୁ ପ୍ରକୃତରେ ସତ୍ୟନାରାୟଣ ପାଲା। ଆଚ୍ଛା, ବର୍ତ୍ତମାନ ତାକୁ ଆଉ ଗୋଟେ ପ୍ରକାର, ବର୍ତ୍ତମାନ ଏଠି ଆପଣମାନେ ଏଠି ଏକତ୍ର ହେଇଛନ୍ତି, ଇଏ କଣ? ଏଇ ଯୋଉ ଏକତ୍ରୀକରଣ, ଆବାଳ ବୃଦ୍ଧ ବନିତା ମାନଙ୍କର ଏକତ୍ରୀକରଣ, ଏଇ ହଉଛନ୍ତି ଗଣେଶ। ବଳିଆ ପ୍ରଥମେ ଆପଣମାନଙ୍କୁ ଗଣେଶଙ୍କ ରୂପରେ ଆଗେ ନମସ୍କାର କରୁଛି। ଗଲା ନାରାୟଣ କିଏ? ନାର ଅୟନ। ନାର କହିଲେ ଜଳ, ଜଳକୁ ଯିଏ ଆଶ୍ରୟ କରିଛନ୍ତି ସିଏ କିଏ? ତାର ବହୁତ ଅର୍ଥ, ମୁଁ ଖାଲି ଗୋଟିଏ ଅର୍ଥ କହୁଛି। ସିଏ ହଉଛନ୍ତି ଏଇ ଗାଁର, ଏଇ ଅଞ୍ଚଳର ଯିଏ କୃଷକ, ସିଏ ହଉଛନ୍ତି ନାରାୟଣ। ରକତ ପାଣି କରି ନିଗାରି ଦେ ଜଗତ, ରକତ ପାଣି କରି ନିଗାରି ଦେ ଜଗତ। ଆପଣ ଭାବୁଛନ୍ତି କି ଟଙ୍କିକିଆ ଚାଉଳ ଆଉ କଣ ମାଗଣା ଚାଉଳ ତ ସବୁ ମିଳୁଛି, ଆମେ ଆଉ ଚାଷବାସ କରିବୁନି? ଯୋଉ ଚାଉଳଟା ମିଳୁଛି ସେ କୋଉଠି ଚାଷ ହେଇଥିବାରୁ ମିଳୁଛି ନା ଆଉ ନା ଆକାଶରୁ ଗଳୁଛି ନା ମାନେ ପାର୍ଲିଆମେଣ୍ଟ ଆସେମ୍ବଲିରୁ ଗଳୁଛି? ତେଣୁ ଚାଷ ଅଛି ଯାହାର, ବାସ ଅଛି ତାହାର। ତେଣୁ ଚାଷ ଯାହା ବି ମୁଗ ବିରି ହରଡ଼ କୋଳଥ ମାଣ୍ଡିଆ କୋଉ ଦଳର ଲୋକ ଗଣ୍ଡଗୋଳ କରୁଛି, ତେଣୁ ସେଇ ହିସାବରେ ପୋଲିସ ତାକୁ ଆରେଷ୍ଟ କରି ରଘୁପତି ରାଘ ତେଣୁ ଇଏ ଖାଲି କହିଲେ ଈଶ୍ୱର ଆଲ୍ଲାହ ତେରୋ ନାମ, ଇଏ କି କଥା? ତାପରେ ଆମେ ହିଁ ଗାଉଛୁ ହିନ୍ଦୁ ମାନେ, ଆଉ କେହି ଗାଉନାହାନ୍ତି। ତେଣୁ ସଜ୍ଜନ, ବର୍ତ୍ତମାନ ସମାଜ ଏଇ ଅବସ୍ଥାରେ ଆସିଛି। ତେବେ ଗଣେଶ ହଉଛନ୍ତି ଇଏ ଜାତିର ବିଦ୍ୱାନ, ଇଏ ପାଠ ପଢା ପିଲା ଯାକ, ତମେ ହିଁ ହଉଛ ମୋ ପାଇଁ ଗଣେଶ। ଯଦି ତୁମେ ବିଦ୍ୱାନ ହେଲ, ଇଂରାଜୀରେ କଥାବାର୍ତ୍ତା କରୁଛ, ଇଂରାଜୀ ବୁଝିଲ, ସବୁ ବୁଝିଲ, ଆଉ ତା ଗୁଟୁକା ଖାଉଛ, ତାପରେ ଗୋଟେ କଙ୍କଡା ବିଛା ଚିହ୍ନ ଦିଆହେଇଛି, ଏହାକୁ ଖାଇଲେ କର୍କଟ ରୋଗ ହେଇପାରେ, ସ୍ୱାସ୍ଥ୍ୟ ପକ୍ଷରେ ହାନିକାରକ ବୋଲି ଲେଖା ହେଇଛି। ଆଉ ପାଠଟା ପଢିଲେ ତାକୁ ଗୋଟେ ଖାଉଛ, ତାହେଲେ ତମେ ପାଠ କାହିଁକି ପଢିଲ? ଯଦି ପାଠ ପଢିଲ ଗୁଟୁକା ଖାଇବ କାହିଁକି? ଗୁଟୁକା ସରକାର ବନ୍ଦ କରିଛନ୍ତି, କିନ୍ତୁ ସମସ୍ତେ ଗୁଟୁକା ବିକ୍ରି କରୁଛନ୍ତି। ବଳିଆର ଗୋଟେ ନିବେଦନ ସରକାର ଗ୍ରହଣ କଲେ ଗଞ୍ଜେଇ ଦେବ ମନ୍ଦିରକୁ ଯିବନି। ମୁଁ ଯେତେ ସୋଦା ଖାଇଲି, କିନ୍ତୁ ଗଞ୍ଜେଇ କୋଉ ମାନେ ସବୁବେଳେ ଆପଣ ଟିଭିରେ ଦେଖିବେ କୋଟିଏ ଟଙ୍କାର ଗଞ୍ଜେଇ ମିଳିଲା, 5 ଲକ୍ଷ ଟଙ୍କାର ଗଞ୍ଜେଇ ମିଳିଲା, ଏଇଟା କଥା। ଆଉ ତେଣୁ ସଜ୍ଜନ, ଯଦି ବିଦ୍ୱାନ ହେଲ,
ଗୁଟୁକା ଖାଉଛ କାହିଁକି? ଯଦି ଖାଉଛ ତାହେଲେ ଏଇଟାକୁ ଛାଡ଼, ବାଟ ମଙ୍ଗଳାଙ୍କ ନାଁରେ ଛାଡ଼। ତାପରେ ମୁଁ ପିଲାମାନଙ୍କୁ ପଚାରୁଛି, ହେ ପିଲାମାନେ, ଆମେ ସବୁ ବୟସ ଗଲାଣି, ଆମେ ଏଣିକି ମଲେ କେତେ ରହିଲେ କେତେ ଛାଡ଼, ହଁ ମନେ କର ଆମେ ମଲ। ତମେ ମାନେ ଯିଏ ଯୁଗ ଭୋଗ କରିବ, ମଦ କାହିଁକି ପିଇବ? କାହିଁକି ମଦ ପିଇବ? ତମେ ପରା ଗଣେଶ। ବଳିଆ ତମମାନଙ୍କୁ କହୁଛି ଗଣେଶ, ମଦ କାହିଁକି ପିଇବ? ମଦ ଛାଡ଼, ଦେଶ ଗଢ଼। ମଦ ଗୁଟୁକା ଛାଡ଼ିକିରି ଦେଶ ଗଢ଼। ଗଛ ଲଗାଅ, ବଞ୍ଚାଅ, ଦେଶ ଗଢ଼। ସେତେବେଳେ ଯାଇ ବଳିଆ ତମକୁ ଗଣେଶ ଭଳି ତମକୁ ସମ୍ମାନ ଦବ। ଆଉ ଏଇ ହାତୀ ଶୁଣ୍ଡ ଗଣେଶକୁ ଗୋଟେ ମୂର୍ତ୍ତି କରିକି ସଜେଇ ଦବ, ସେଠି ଏ ଯୋଉ ହାତୀର ଶୁଣ୍ଡ, ପାଦରେ ମୂଷା, ତାମାନେ ମୂଷା ଠାରୁ ହାତୀ ପର୍ଯ୍ୟନ୍ତ ମଦିଟା ହେଲା ମଣିଷର ପେଟ। ଇଏ ସମସ୍ତଙ୍କର ସେଇ ଈଶ୍ୱର ବୋଲି ତାଙ୍କୁ ଗଣେଶ ବୋଲି କୁହାଯାଇଛି। ମୂଷା ଠାରୁ ହାତୀ ପର୍ଯ୍ୟନ୍ତ। ତମେ କୋଉ ଗଣେଶ ହେଇଛ? ତେଣୁ ପିଲାମାନେ, ଯଦି ବଳିଆକୁ ଡାକିଲ, ମତେ ନ ଡାକିଥିଲେ ଭଲ ହେଇଥାନ୍ତା। ଜିତୁ ବାବୁ ଆସିଲେ ସେ ତାଙ୍କର କିଛି ହେଲେ ପୁରାଣ କଥା କହିଥାନ୍ତେ, ମତେ ତ କହି ଆସୁନି। ତେଣୁ ସଜ୍ଜନ, ଯଦି ବିଦ୍ୱାନ ହେଲ, ବିଦ୍ୟାର୍ଥୀ ହେଲ, ଆମେ ପିଲାଦିନେ ପଢିଥିଲୁ, ବାଲ୍ୟକାଳୁ ଧର୍ମ ଧନ ଅଛି ଏ ଆଜି ମୃତ୍ୟୁ ପିଲାମାନେ ବହୁତ ମନ୍ଦିର ଗଢୁଛ, ଗୋଟେ ଷଣ୍ଢ ଯୋଉଠି ମରି ଯାଉଛନ୍ତି, ସେ ଷଣ୍ଢକୁ ପୋତିଲ, ତା ଉପରେ ଗୋଟେ ଷଣ୍ଢ ମୂର୍ତ୍ତି କଲ, ସେ ଜାଗାଟା ନଷ୍ଟ ହେଲା କି ନାହିଁ? ବରଂ ଗୋଟେ ଗଛ ଲଗେଇବ। ମା ମାନେ ଏଇଟା ମନେ ରଖ, ପୁଣି ଗୋଟେ ସମୟ ଆସିବ, ଗାଈ ବଳଦ ପାଳନ ହେବେ, ତାଙ୍କ ଗୋବର ଜାଳେଣୀ ହବ, ଘଷି ହବ, ଗୁଣ୍ଡା ହବ। ଗୋମୂତ୍ରରେ କୀଟନାଶକ ଔଷଧ ତିଆରି ହବ, ତାଙ୍କ ଶିଙ୍ଗରେ ଶିଙ୍ଗ ପାନିଆ ହବ। ଯାହାକୁ ରକ୍ତଚାପ ରୋଗ ହେଇଥିବ, ସେ ଯଦି ବଜ୍ରାସନରେ ବସି ମାନେ ମୁଣ୍ଡ କୁଣ୍ଡେଇବ ଶିଙ୍ଗ ପାନିଆରେ, ତାର ରକ୍ତଚାପ ପ୍ରଶମିତ ହବ। କିନ୍ତୁ ଆଜି ସବୁ ହଜି ଯାଉଛି। ଯୋଉ ଗୁଡାକ ଭଲ ନୁହେଁ, ସେଇ କଥାଟାକୁ ଆପଣମାନେ ଜାଣିକିରି ଗ୍ରହଣ କରୁଛନ୍ତି। ତେଣୁ ଗଣେଶ ହଉଛନ୍ତି ଜଣେ ବିଦ୍ୱାନ, ନାରାୟଣ ହଉଛନ୍ତି ଜଣେ କୃଷକ, ରୁଦ୍ର ହଉଛନ୍ତି ସୈନିକ ରକ୍ଷକ, ଅମ୍ବିକା ହଉଛନ୍ତି ମା। ଇଏ ମା ବୋଲି ଗୋଟେ ଶବ୍ଦ, ମୋ ଯୁକ୍ତ ଆ ସମାନେ ମା। ମ କହିଲେ ମସ୍ତିଷ୍କ,
ये मस्तिष्क भितर कौन अच्छी बुद्धि रूपक जननी अच्छी भागवत कौन कहते बुद्धि को करी आगु सार हे मनीष बुद्धिया हुओ निरीबुद्धिया हुओ नहीं बुद्धिया हुओ आउ गोटे पद कही छाड़ जाओ कह ये गला गला बुद्धि अच्छा म कहले मन एठिकी आपण माने कहीं आसिले मन आईला मन हेइछि बोली आइले मन हेइछि बोली बसिले मन हेइछि बोली शुणिले मन जदि न हब उठिकी पड़े से कह जाई मन वृंदा मन भद्री मन वृंदावन म कहले मस्तिष्क म कहले मन आ कहले आत्मा ता घर कौटी हृदय हृदय रे तांको चिंतन कर जीवन हूँ गोटे मंदिर ये जीवन मंदिर सिंहासन हूँ हृदय से सिंहासन उपरे बसिचंती तुमे जहांकु इष्ट बोली भावुच कि आम हिंदू धर्म रे अनेक किए क्या भजुच तांको हृदय रे चिंतन कर मु मन को किसी कहूनी सब जहा कहूँ गीता भागवत कहूँ सूर्य नले कि जले अथवा हृदय अथवा हृदय अथवा सज्जन ये हृदय को चिंतन कर दीटा अक्षर को जोड़ी देले कौन होची माँ माँ ये जो माँ आदि यही माँ तो झील यही माँ पुणी बहु यही बहु पुणी माँ यही माँ पुणी आई माँ धाई माँ माउसी माँ पीसी माँ आज माँ सबुठारु अवहेलित मानुची सरकार वार्धक्य भत्ता दौरान से चाहा कि चूड़ा भजा माने खाऊ जदि आगुरु स्वामी चली गले सी पूरा अलक्षणी हो गले शुणु सज्जन बलिया आउ ये गाँ को आसब कि नहीं मुझे ये अंचल को जिते बड़े आसबि सधवा माँ माने बड़ बंदापना करेंगे किंतु पतिहरा माँ माने मत बंदापना करेंगे फूलटीए देवे ताकू बलिया सादरे ग्रहण करेंगे जहाँ घरे माँ अच्छी ताकू टिके जदि सेवा करदब सी जो आशीर्वाद टिकक दब सी आशीर्वाद
ତାକୁ ଖଣ୍ଡନ କରିବା ପାଇଁ କାହାର ଶକ୍ତି ନାହିଁ। ଆଶୀର୍ବାଦ ଯଦି ପାଇବ ମାର ସେବା କର। ପିଲାମାନେ ବହୁତ ଲୋକ କହନ୍ତି, ମୁଁ ସବୁ ଜାଗାରେ କହେ, ଆଜି ଏଠି ବି କହିଦଉଛି, ମାନେ ଯିଏ ଧନୀ ଲୋକ ସିଏ କାଳେ 3 ଷ୍ଟାର ହୋଟେଲରେ ରହିବେ। ମତେ ଏଇ ଅଞ୍ଚଳର ଜଣେ ବ୍ୟକ୍ତି କହିଥିଲେ, ଏଇ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି କହିଥିଲେ, ବାବା ବଳିଆ 3 ଷ୍ଟାର ହୋଟେଲରେ ରହୁଛନ୍ତି ଆଉ 5 ଷ୍ଟାର ହୋଟେଲରେ ରହୁଛନ୍ତି। ମୁଁ ତାଙ୍କ ପାଖକୁ ଚିଠି ଦେଇଥିଲି, ସେ ଚିଠିରେ ଲେଖିଥିଲି 3 ଷ୍ଟାର କାହାକୁ କହନ୍ତି, 5 ଷ୍ଟାର କାହାକୁ କହନ୍ତି ମୁଁ ଏପର୍ଯ୍ୟନ୍ତ ଜାଣିନି। ମତେ ଭକ୍ତମାନେ ଯୋଉଠି ରଖନ୍ତି ମୁଁ ସେଇଠି ରହେ। ଆଉ ମୁଁ ଆପଣମାନଙ୍କ ପାଇଁ ବହୁତ କାମ କରିଛି, ଆପଣମାନେ ଟିକେ ମତେ ପଇସା ଚାନ୍ଦା ଆଦାୟ କରି ଗୋଟେ 3 ଷ୍ଟାର ହୋଟେଲରେ ରଖ। କହିଲେ ଆଜ୍ଞା ଆମେ ଏ କଥା କହିଲୁ, ମୁଁ ଛାଡ଼ ତୁମେ ଯାହା କହିଲେ କର। କିନ୍ତୁ ପିଲାମାନେ ମା ଆଉ ବାପାର କୋଳ ହଉଛି 3 ଷ୍ଟାର ହୋଟେଲ। କର୍ମ ଜ୍ଞାନ ଭକ୍ତି ସେଇଠୁ ଜନ୍ମ ନିଏ, ମା ବାପାଙ୍କ ଠାରୁ। କିଛି କଳୁଗୁରା ଲୋକ ଅଛନ୍ତି, ଆଜିକାଲି ବି କିଛି ବାପା ବି ମଦ ପିଇଲେଣି। ନା ନା ନା, ସେଇ ବାପା ମାନଙ୍କୁ ମୁଁ କହିଦଉଛି, ତମେ ଯଦି ମଦ୍ୟ ପିଇବ ତୁମେ ବାପାର ସମ୍ମାନ ପାଇବ ନାହିଁ। ଯଦି ବାପାର ସମ୍ମାନ ପାଇବାକୁ ଚାହୁଁଛ, ପିଲାମାନଙ୍କୁ ଭଲ ମଣିଷ କରିବା ପାଇଁ ମଦ ଛାଡ଼, ପିଲାମାନଙ୍କ ଜୀବନକୁ ଗଢ଼। ସେଇଟା ହଉଛି 3 ଷ୍ଟାର ହୋଟେଲ। ଆଉ ମୁଁ ନିଜେ, ଆପଣମାନେ ଏଠି ଯିଏ ବହିଛନ୍ତି ସମସ୍ତ ହଉଛନ୍ତି 5 ଷ୍ଟାର ହୋଟେଲ। 5 ଷ୍ଟାର ହୋଟେଲ କଣ? ଜଳ, ଅଗ୍ନି, ମାଟି, ପବନ, ଆକାଶ, ଏଇ 5 ମହାଭୂତରୁ ଆମେ ସମସ୍ତେ ଜନ୍ମ ହେଇଛୁ। ଆମେ ସମସ୍ତେ 5 ଷ୍ଟାର ହୋଟେଲ। ଆମ ମା ବାପା ହଉଛନ୍ତି 3 ଷ୍ଟାର ହୋଟେଲ। କର୍ମ ମୋହର ମୂଳ ବୀଜ, କିଏ ଆମକୁ କର୍ମ ଶିଖେଇଛି, ପାଠ ପଢେଇଛି କିଏ? ଆମ ମଳମୂତ୍ରକୁ ସଫା କରିଛି କିଏ? ଆମ ଦେହରୁ ଧୂଳି ଝାଡ଼ିଛି କିଏ? ଆମକୁ ପୋଷାକ ପିନ୍ଧେଇଛି କିଏ? ମୁଣ୍ଡ କୁଣ୍ଡେଇ ଦେଇଛି କିଏ? ବିଛଣା ପାରି ଶୁଆଇ ଦେଇଛି କିଏ? ସେ ମା ହେଇଥିବ, ନହେଲେ ବାପା ହେଇଥିବ। ଆଚ୍ଛା, ଏବେ ସେ ବୁଢା ବୁଢୀ ହେଇଗଲେ ବୋଲି ଏତେ ଅଲୋଡ଼ା? ସରକାରଙ୍କର ଇଏ ବାର୍ଦ୍ଧକ୍ୟ ଭତ୍ତା ଏହାକୁ ସବୁ ନେଇକି ସେ ଚଳିବେ? ସେବା କା ପୁଣ୍ୟ ଭକ୍ତି ଯଦି ସେବା କରି ଶିଖିବ, ତାହେଲେ ମାର ସେବାକୁ ଲକ୍ଷ୍ୟ କର। ସେ କେମିତି ନିର୍ବିକାର ଭାବରେ ତା ଛୁଆର ମଳମୂତ୍ର ସଫା କରୁଛି, ଧୂଳି ଝାଡ଼ି ଦଉଛି, ସେତିକି ଲକ୍ଷ୍ୟ କଲେ ଆମେ ସେବା ଶିଖିବା। ସଜ୍ଜନ, ସେବା କାପନ୍ନ ଭକ୍ତି, ଆଉ ଏତେ କଥା ଆମେ ଆଉ କହିବା କାହିଁକି? ସେବା ରହିଲା। ତେବେ ଦେଖନ୍ତୁ ଯେ
ରାଜା ଜନକ କଥା କହୁ ଆଡ଼କୁ ପଳେଇ ଆସିଲା। ଜନକ ଶବ୍ଦର ଅର୍ଥ ବାପା, ତେଣୁ ଆମ ବାପା ଆମ ପାଇଁ ଜନକ। ଯଜ୍ଞ ଭୂମି କର୍ଷଣ, ଯଜ୍ଞ ଭୂମି କର୍ଷଣ ହଉଛି ଆମ ବାପା ମାନେ ସବୁଦିନେ ଯଜ୍ଞ ଭୂମି କର୍ଷଣ କରନ୍ତି। ଯଜ୍ଞ ଭୂମି କଣ କର୍ଷଣ କରନ୍ତି? ଆମେ ବଞ୍ଚିବା ପାଇଁ, ଆଉ ସେ ଯୋଉ କର୍ମ କରନ୍ତି ଅନ୍ନାନ୍ ଭବନ୍ତି ଭୂତାନି ପର୍ଯ୍ୟନ୍ନ ସମ୍ଭବ ଭବନ୍ତି ଯଜ୍ଞ, ସେମାନେ ଆମ ପାଇଁ ରାତି ପାଇଲେ କର୍ମ ଯୋଉ କରନ୍ତି। ହଁ, ଆମେ ତ ଚାକିରି ବାକିରି କରୁ, ଅନେକ ଭଲ ପୁଅ ଝିଅ, ବାପା ତମେ ଆଉ କାମ କରିବାକୁ ଯିବନି। ମୁଁ ସେଇ ପୁଅ ଝିଅ ମାନଙ୍କୁ ମୋର ଭାଷା ନାହିଁ ପ୍ରଶଂସା କରିବାର। କିନ୍ତୁ ପିଲା ଯେତେବେଳେ ଜନ୍ମ ହୁଏ, ସିଏ ରାଜା ଜନକ ହେଇ ଯଜ୍ଞ ଭୂମି କର୍ଷଣ କରନ୍ତି। କେବଳ ଆମେ, ମୋ ପୁଅ ଝିଅ କେମିତି ବଞ୍ଚି ରହିବେ, ଇଏ ମନେ ପକେଇଲ। ଆଚ୍ଛା, ଇଏ ଯଜ୍ଞ ଭୂମି କର୍ଷଣ ହେଲା। ସେମିତି ପୁରାଣରେ ଲେଖାଯାଇଛି, ରାଜା ଜନକ ହଳ ବୁଲଉଥିଲେ। ସେ ହଳ ଲଙ୍ଗଳର ମୁଣ୍ଡଟା କଣ 2 ହାତ ନା 3 ହାତ ଭିତରକୁ ଯାଉଥିଲା? ତା ଭିତରୁ ଗୋଟେ ବାକ୍ସ ବାହାରିଲା। ବାକ୍ସକୁ କହୁଛି ମଞ୍ଜୁଷା। ଏ ଯୋଉ ବାକ୍ସଟା ବାହାରିଲା, ତା ଦେହରେ ବି କଣା ଫଣା କିଛି ନାହିଁ, ସେଟା ବାକ୍ସଟା। କହୁଛି ବାକ୍ସଟାକୁ ଖୋଲିକିରି ଦେଖିଲେ ତା ଭିତରେ କାଳେ ଗୋଟିଏ ଝିଅ ଥିଲା। ସେ ଝିଅଟା ତାହେଲେ ବଞ୍ଚିଲା କେମିତି? ବାକ୍ସଟା ମାଟି ତଳେ ଥିଲା, ତାକୁ ଏମାନେ ବାହାର କଲେ, ବାକ୍ସ ଖୋଲିଲେ, ଦେଖିଲେ ଝିଅଟିଏ ଅଛି। ଏଇଟା ଅସମ୍ଭବ କଥା। ସେ କିଏ? ସିଏ ହଉଛନ୍ତି ସୀତା। ସୀତା ଶବ୍ଦର ଅର୍ଥ ହଉଛି ଲଙ୍ଗଳ ଶିଆର। ସେଇ ଲଙ୍ଗଳ ଶିଆର ରାଜା ଜନକ ଯୋଉ ହଳ ବୁଲଉଥିଲେ, କେହି ଜଣେ ବ୍ୟକ୍ତି, ସେ ତାଙ୍କ ବାପ ମାଙ୍କ କଥା ଆମେ କହିପାରିବୁ। ଇଏ କନ୍ୟାକୁ ଆଜି ଯେମିତି ଫୋପାଡ଼ି ଦେଉଛନ୍ତି, ସେ କନ୍ୟାକୁ ସେ ସେଇଠି ଥୋଇ ଦେଇକି ଯାଇଛନ୍ତି। ତାଙ୍କର ତ ପୁଅ ଝିଅ ନାହିଁ, ଆମର ବି ପୁଅ ଝିଅ ଦରକାର ନାହିଁ, ଏଇ ଥୋଇ ଦେଇଯିବା। ରାଜା ଜନକ ତାଙ୍କୁ ପାଳନ ନାଳନ କରି, ସିଏ ପୁଣି ହେଲେ ଲକ୍ଷ୍ମୀ। ତେଣୁ ସଜ୍ଜନ, ଝିଅ କନ୍ୟାକୁ ରତ୍ନ ବୋଲି କୁହାଯାଇଛି। ସୀତା ଯଦି ହେଲେ ଲକ୍ଷ୍ମୀ। ଆଜି ବି ଆପଣମାନେ ଦେଖିବେ, ଅନେକ ପୁଅ ଝିଅ ମାନଙ୍କୁ ରାସ୍ତାରୁ ଗୋଟେଇକିରି ନେଇ ବାପ ମା ପାଳିଛନ୍ତି। କିଏ ଇଞ୍ଜିନିୟର ହେଇଛି, କିଏ ଡକ୍ଟର ହେଲାଣି, କିଏ ଲେକ୍ଚର ହେଲାଣି। ମୁଁ ସେଇମାନଙ୍କୁ ଦେଖିକିରି ଭାବେ, ଏଇମାନେ ଯଦି ଶୁକି ଶୁକି ମରି ଯାଇଥାନ୍ତି, ତାହେଲେ ଇଏ ସମାଜ ଗୋଟେ ଇଞ୍ଜିନିୟର ଝିଅ ପାଇନଥାନ୍ତା। ତେଣୁ ଆଜି ସୀତା ବୋଲି ଶବ୍ଦ, ସୀତାରା ସୀତାରା ସୀତା
आज अयोध्यार राम मंदिर प्रकंपित हो प्रत्येक दिन लक्ष लक्ष लोक माने दर्शन करने को जाऊँ सीताराम को दर्शन कर कम बड़ कथा ये तेणु सज्जन कई कौन आम दुनिया कोठा बाड़ी करूँ आम कौन को मुंडे की नहीं कि जीवु आमर जगन्नाथ चारिपाखे गोटे परिक्रमा मार्ग आम सरकार कले कौन आम सरकार मुंडे की नहीं कि पलैबे ना से जो राम जन्मभूमि है ताकू कौन सरकार मुंडे की नहीं पलैबे भारतर संपत्ति भारत रे आम मान से दुर्नीति अनीति कुनीति एगुड़ाक पर कथा तेणु सज्जन आमे कहूँ कौन राधे श्याम राधे 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 ये गोटे पुणी सीताराम जमती सीता कथा राधा कथा भी सेमती राधा काले नई रे ताकू किए भसई देइथिला सेई बाक्स सोल बाक्स कि कौन के जाए भाजी भाजी जाऊला वृषभानु नामक जड़े राजा नई रे गाधोले असंभव कथा राजा कहीं नई रे गाधेबे भाई पानी फानी घर को जाए घरे जदि भी गाधोथे से राधा को से बाक्स भितर उद्धार कर से पुणी हेले राधा राणी तप्त कांचन गौरांगी राधे वृंदावनेश्वरी वृषभानुसुते रे प्रणमामि ताले से राधा कौन पानी जन्म कर कौन सी बाप माता को जन्म करी पानी भसई देइछन ना कर्ण को ये कुंती भजे देइछले से पुणी दानी कर्ण भारतर महान दानी होगी जन्म देले राधे श्याम आमे नाम कीर्तन करूचु आमर ये अंचल रे से नाम प्रसिद्ध नाम भजनिता राधे हरे कृष्ण हरे भजनिता राधे हरे कृष्ण हरे भजनिता तेणु सज्जन कलौ नाम संकीर्तनम महाप्रभु चैतन्यंकर कथा कलौ नाम संकीर्तन
ଖାଲି ନାମ କଲେ ଆପଣ ଉଦ୍ଧାର। ଆମେ କଣ ପ୍ରକୃତ ନାମ କରୁଛୁ କି? ବିପଦ ପଇଲେ ବହୁତ ନାମ କରୁଛୁ, ସମ୍ପଦ ଯେମିତି ବିପଦ ପଳେଇ ଯାଉଛି। ଆମର ଏରସମା ଅଞ୍ଚଳରେ ଯେତେବେଳେ ମହାବାତ୍ୟା ଆଇଲା, କେତେ ନାମକୁ ହେଲା, କେତେ କଣ ହେଲା। ଓଇକା କଣ ସେମିତି ଆଉ ଅଛି? ଗୋଟିଏ ଗାଁରେ ଏ ପାଖରେ ଯଦି ଗୋଟିଏ ରାଜନୀତି ଦଳ, ସିଏ ତାଙ୍କର ଗୋଟେ ନାମ କଲେ, ସେ ପାଖ ଲୋକ ସିଏ ଆଉ ଗୋଟେ ଦଳର ଲୋକ ସେ ଗୋଟେ ନାମ କଲେ। ତାପରେ ନାମ କରିବାକୁ ଯାଉଛନ୍ତି, ପିଆଜ ରସୁଣ ଯଦି ନ ପଡୁଛି, ସବୁ ଜାଗା ନୁହଁ, ଗୋଟେ ଗୋଟେ ଜାଗାରେ ଟେଷ୍ଟ ହବନି, ତେଣୁ ଆମେ ଖାଇବୁ। ହଁ, ଆମର ଭୋଗ ପାଇଁ ଯାହା ନୀତି ହବ ସେଠି ପିଆଜ ରସୁଣ ପକେଇବାନି। ଯୋଉଠି ଭୋଗ କୀର୍ତ୍ତନୀୟ ମାନେ ଖାଇବେ ତାଙ୍କୁ ପିଆଜ ରସୁଣ ଦେବା। ମୁଁ ଯାଇଥିଲି ରାଜକନିକା, ସେଠି ଗୋଟେ ଜାଗାରେ ଏହା ଦେଖିଲି, ବାବୁ ଟେଷ୍ଟ ହବନି। ତାହେଲେ ତମେ କହିବ ଇଏ ଟେଷ୍ଟ ପିଆଜ ରସୁଣ ହେବନି, କୁକୁଡ଼ା ଛେଳି କାଟ, ସେଇଟା ଭୋଗ ହବ, ଆମେ ଖାଇବୁ। ତାହେଲେ ଜଗନ୍ନାଥଙ୍କ ମନ୍ଦିରରେ ପିଆଜ ରସୁଣ ପଡ଼ିବ। ତେଣୁ ସଜ୍ଜନ କଣ କାହାକୁ କହିବ? ତେଣୁ ଯଦି ଆମେ ଆମକୁ ବୁଝିବା, ବୈକୁଣ୍ଠ ସମାନ ଅଟେ ସେ ଆମେ ଆମକୁ ବୁଝିବା, ଆମ ପରିବାରକୁ ବୁଝିବା। ଯଦି ପ୍ରତ୍ୟେକ ପରିବାର ଯଦି ଗୋଟିଏ ଗୋଟିଏ ଆନନ୍ଦର ପରିବାର ହୁଏ, ସେତିକି ଯଥେଷ୍ଟ। ସମାଜ ସୁଧୁରିଯିବ। ଆମେ ସବୁ ଗପି ଗପିକି ଆମ ତଣ୍ଟି ଫଣ୍ଟି ସବୁ ଖରାପ ହେଇଗଲାଣି। କେତେ ଗପିବୁ? ଓଡ଼ିଆରେ ଗପିବୁ, ବଙ୍ଗଳାରେ ଗପିବୁ, ହିନ୍ଦୀରେ କେତେ ଗପିବୁ? କିନ୍ତୁ କେହି କେହି ଲୋକ ଆକୁ ଗ୍ରହଣ କରୁଛନ୍ତି, ଅନେକ ଲୋକ ଜମା ଆକୁ ଖାତିର ବି କରୁନାହାନ୍ତି। ତେଣୁ ସଜ୍ଜନ, ଦେବର୍ଷି ନାରଦ ଦେଖିଲେ ବୈକୁଣ୍ଠରେ ଗୋଟେ କୋଠା ନିର୍ମାଣ ହେଇଛି। ସେ ଠାକୁରଙ୍କୁ ପଚାରିଲେ, ପ୍ରଭୁ ଇଏ କୋଠାଟି କାହା ପାଇଁ ନିର୍ମାଣ ହେଇଛି? ଠାକୁର ତ ମାୟାଧର। ସିଏ ମାୟାରେ କହିଲେ ଗୋଟେ ବଡ଼ ଭକ୍ତ ମୋର ଗୋଟେ ଗାଁରେ ଅଛି, ସେଇ ଆସିକିରି ଏ ଘରେ ରହିବ। ଦେବର୍ଷି ନାରଦ କହିଲେ ପ୍ରଭୁ କଣ ମୋଠୁ ସେ ବଡ଼ ଭକ୍ତ? ମୁଁ ସବୁବେଳେ ନାମ କରୁଛି। ନା, ତୋଠୁ ସେ ବଡ଼। ସେ ବଡ଼ ଭକ୍ତକୁ ଦେଖିବାକୁ ଗଲେ, ସିଏ ତାଙ୍କର ସ୍ୱାମୀ ସ୍ତ୍ରୀ ପୁଅ ଝିଅ ଦୁଇଟି ତାଙ୍କର ଏକାଠି ବସି ଖାଉଛନ୍ତି। ଏକାଠି ବସିକିରି ଖାଉଛନ୍ତି। କଣ ଖାଉଛନ୍ତି? ପଖାଳ ଭାତ ଶାଗ ଖାଉଛନ୍ତି। ଏକାଠି ବସି କୋଉଠି ଖାଆନ୍ତି? ଆମ ପୁରୀ ଜଗନ୍ନାଥଙ୍କ ମନ୍ଦିରରେ ସମସ୍ତେ ଏକାଠି ବସି ଖାଆନ୍ତି। ଆମ ମାର୍ଗଶିର ମାସର ଲକ୍ଷ୍ମୀ ପୂଜା ବହିରେ ସ୍ପଷ୍ଟ ଲେଖା ହେଇଛି। ମନେ ରଖ ମା ମାନେ, ବାବୁ ମାନେ, ମୋ ପୁଅ ଝିଅ ମାନେ, ଯେଉଁଦିନ ତମ ଘରେ ସପ୍ତାହରେ ଥରେ ହଉ କି ମାସକରେ ଥରେ ହଉ ସମସ୍ତେ ମିଳିମିଶିକିରି ଖାଇବ, ଆଉ ସାତ୍ବିକ ଭୋଜନ କରିବ, ସେଇ ଗୋଟାକ ହଉଛି ଜଗନ୍ନାଥଙ୍କର ଆନନ୍ଦ ବଜାର। ଏଣିକି ଅଭ୍ୟାସ କର। ସପ୍ତାହରେ ଗୋଟିଏ ଦିନ ସମସ୍ତେ ଆମେ ମିଳିମିଶି ଭାତ ଡାଲି ତରକାରୀ ଭଜା କରିକିରି ଖାଇବା।
ଖାଲି କ'ଣ ଆଇଁଷରେ ଖାଲି ହବ ଆଇଟମ ଆଉ ସାଧା ଆଇଟମ କିଛି ନାହିଁ। ତେଣୁ ଆନନ୍ଦ ବଜା ଭୁଲି ମୁଁ ଗାଉ ଅସାଗ ବୁଡ଼ି ନାରଦ ମାୟା ବେଶରେ ଦେଖିଲେ ସ୍ୱାମୀ ସ୍ତ୍ରୀ ପୁଅ ଝିଅ ଏକାଠି ବସି ଖାଉଛନ୍ତି, ହସ ଖୁସିରେ ଖାଉଛନ୍ତି। କହିଲେ ଆରେ ହେ ଏଇ ତ ଆନନ୍ଦ ବଜାର ଆଉ। ତାପରେ କ'ଣ ହେଲା, ଯେତେବେଳେ ଶୋଇବାକୁ ଗଲେ ସେ ବାବୁ କ'ଣ କହିଲେ, ଆପଣ ଏଠି କ'ଣ ଲେଖିଛନ୍ତି ହରି କଥା ଅମୃତ। ତେଣୁ ସେ ହରି ହରି ବୋଲ ହରି ହରି ବୋଲ ହରି ହରି ସେ ଏତିକି କହି ତାର ଶୋଇ ପଇଲା। ଶୋଇ ପଡ଼ିକିରି ଉଠିଲା, ହଳ ବୁଲିବାକୁ ଗଲା। ଦେଖନ୍ତୁ ଏଇ ଯୋଉ ହରି ବୋଲ ଇଏ ଶବ୍ଦର ମହିମା। ସତ୍ୟରେ ନର ହରି, ନର ହରି ମାନେ ନର ସିଂହ। ସତ୍ୟ ଯୁଗରେ ନରହରି, ଏ ଯୁଗରେ ଆଉ ନରହରି ନାହାନ୍ତି। ଯୋଉ ଗୁଡାକ ଭଲ ମଣିଷ, ଭଦ୍ର ବ୍ୟକ୍ତି, ଯେଉଁମାନେ ପ୍ରକୃତ ଶିକ୍ଷାବିତ୍, ଯେଉଁମାନେ ଲାଞ୍ଚ ମିଛ ଖର୍ଚ୍ଚ ଠାରୁ ଦୂରେଇ ରହିଛନ୍ତି, ସେଇମାନେ ଆମ ପାଇଁ ହଉଛନ୍ତି ନରହରି। ତ୍ରେତୟାରେ ରାମ ହରି, ହରି କହିଲେ ହନୁମାନ। ରାମ ଯୋଉ ଲୀଳା କଲେ ହନୁମାନଙ୍କୁ ନେଇକିରି କଲେ। ହନୁମାନ କିଏ? ଶ୍ରୀରାମ ଦୂତମ୍ ଶରଣଂ ଶ୍ରୀରାମ ପିତାମାତାଙ୍କର ଦୂତ ହୁଅ। ଆଜି ଗ୍ରାମର ଗୋଟେ କାର୍ଯ୍ୟକ୍ରମ କରିବା ପାଇଁ ଯେମିତି ଆଜି ପୁଅ ଝିଅ ମାନେ ଆଜି ଲାଗି ପଡ଼ିଛନ୍ତି, ଗୋଟେ ଦାନ୍ତିଆ ଗ୍ରାମରେ ଗୋଟେ ଆମେ ସତ୍ସଙ୍ଗ କରିବୁ, ଏମିତିଆ କାମ କର। ଏ ସମୟରେ ଯେତେବେଳେ ବାତ୍ୟା ବନ୍ୟା ହେଲା, କୋଉଠୁ କେତେ ମାନେ ସାହାଯ୍ୟ ଆସିଲା। ବିପର୍ଯ୍ୟୟ ବେଳେ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଯେଉଁମାନେ ସାହାଯ୍ୟ କରନ୍ତି ସେଇମାନେ ହଉଛନ୍ତି ଗୋବିନ୍ଦ। ତେଣୁ ହନୁମାନ ସେଇ, ହନୁମାନ ମୋ ପାଇଁ ସେଇ ଯେଉଁମାନେ ଦେଶର ଦୂତ, ଯେଉଁମାନେ ପରିବାରର ଦୂତ, ଯେଉଁମାନେ ଗ୍ରାମର ଦୂତ, ଯେଉଁମାନେ ଚାକିରି କରିଛନ୍ତି ସଚ୍ଚୋଟ ଭାବରେ କାମ କରନ୍ତି, ଯେଉଁମାନେ ବ୍ୟବସାୟ କରୁଛନ୍ତି ସଚ୍ଚୋଟ ବ୍ୟବସାୟ କରନ୍ତି, ସେଇମାନେ ହଉଛନ୍ତି ବଳିଆର ହନୁମାନ।
ସେଇଥିପାଇଁ ତାଙ୍କୁ କୁହାଯାଇଛି ଶ୍ରୀରାମ ଦୂତମ ସର। ଏଇ ହନୁମାନ 4ଟା ଅକ୍ଷରରେ ବା ଦୁନିଆ କଥା ଅଛି, ତାଙ୍କୁ କହିବାକୁ ସମୟ କାହିଁ। ଇଏ ଗଲା ତ୍ରେତୟା ଯୁଗର କଥା। ଦ୍ୱାପର ଯୁଗର କଣ ହେଲା? ରାଧା ହରି। ରାଧା ମାନେ ଆରାଧନା। ଆରାଧୟତି ରାଧା। ଆପଣ ମାନେ ସକାଳୁ ଉଠିକିରି ଯଦି ଗୁଡାକୁ ବିଡି ସିଗାରେଟ ଖୋଜିବେ, ହୁସ୍କି ବୋତଲ ଖୋଜିବେ, ସେଟା କଣ ଆରାଧନା? ଆପଣ ମାନେ ସକାଳୁ ଉଠି ଯଦି ପ୍ରଭୁଙ୍କ ନାମ ନେବେ, ଗାଧେଇଲା ବେଳେ ଗଙ୍ଗାକୁ ସ୍ମରଣ କରି ଗାଧେଇବେ, ଗାଧେଇ ସାରିବା ପରେ ଆଞ୍ଜୁଳାଏ ଜଳ ସୂର୍ଯ୍ୟଙ୍କୁ ଅର୍ପଣ କରିବେ, ତାପରେ ପିତା ମାତା ଗୁରୁ ଇଷ୍ଟ ସମସ୍ତଙ୍କୁ ଟିକେ ଟିକେ ସ୍ମରଣ କରିବେ। ଗୋଟେ 5 ମିନିଟ ଲାଗିବନି ଆଉ, 5 ମିନିଟ ଭିତରେ ସବୁ ଯିବ ଆଉ କିଛି କରିବେନି। ଯେମିତି ଗୋଟେ ଗୋଟେ ପିଲାମାନେ ଆମର ଗାଧୁଆ ପାଧୁଆ ହେଇନି, ଯାଇକି ବଜାରରେ ପହଞ୍ଚିଲେ ଚାହା ପିଇଲେ ଯାଇକି ଲାଟ୍ରିନ୍ ଯିବେ। ମାନେ ଆଉ ଚାହା ନ ପିଇଲେ ଲାଟ୍ରିନ୍ ହବ। ଅଗସା ବି ଆଗ ଜଳଖିଆ ଖାଇ ଦଉଛନ୍ତି। ଯଦି ଗୋଟେ ବରା ଛଣା ହଉଛି, ମୁଁ ଗାଧେଇଲା ପରେ କାଳେ ଥଣ୍ଡା ହେଇଯିବ, ମୁଁ ଖାଇଦେଇ ଯାଏ, ତାପରେ ବରଂ ଦାନ୍ତ ଘଷିବି ନା। ଜୀବନକୁ ପବିତ୍ରମୟ କର। ଆରାଧନା 24 ଘଣ୍ଟା ଭିତରେ 24 ମିନିଟ ଅନ୍ତତଃ ଭଲ ଲୋକ ପାଖରେ ବସ, ଇଷ୍ଟ ମୂର୍ତ୍ତିମାନଙ୍କୁ ଦର୍ଶନ କର, ଇଷ୍ଟ ଚିନ୍ତନ କର। ସେଇ ହେଲା ରାଧା ହରି। ହରି କହିଲେ ଯିଏ ପାପକୁ ହରଣ କରେ, ତାପକୁ ହରଣ କରେ, ଅଭାବକୁ ହରଣ କରେ, ଦୁଃଖକୁ ହରଣ କରେ, ବିପର୍ଯ୍ୟୟକୁ ହରଣ କରେ, ସେଇ ହଉଛି ହରି। ଆପଣ ଲେଖିଛନ୍ତି ହରି କଥାମୃତ। ପ୍ରକୃତ ଆଉ ଏଇ ଯୋଉ ହୁଳୁହୁଳି ପଡୁଛି ସେ ବା ହରି। ଇଏ ହଉଛି ହରି କଥାମୃତ। ଏ ଯୁଗରେ କଣ? ଗୌର ହରି ହରିବ। ଦେବର୍ଷି ନାରଦ ଦେଖିଲେ ଏ ତ ଆଇଲା ବେଳେ ଖାଉଥିଲା ଆନନ୍ଦ ବଜାରରେ, ଶୋଇଲା ବେଳେ ଶ୍ରୀମନ୍ଦିରରେ ଶୋଇଲା, ହରି ହରି ବୋଲ କହିକିରି। ହଠୁ ଉଠିଲା, ତାର ଗଲା କାମ କରିବା ପାଇଁ। ମାନେ ବଳଦେବ କର୍ମ ହଉଛି କର୍ମ ହଉଛନ୍ତି ବଳଦେବ, ମାଟି ହଉଛନ୍ତି ସୁଭଦ୍ରା। ତେଣୁ ଇଏ ସବୁ ବୁଝିଗଲା। ଆଉ ଜଗନ୍ନାଥ ଆମ ଭିତରେ ଥିବାରୁ ଆମେ କାମ କରୁଛୁ। ଆତ୍ମା ଯୋଉଦିନ ପଳେଇଲା ଆମେ ମଲୁ ଆଉ କଣ। ତୁ କୁମୁସିଲ ଟୁକେଇ ଧାନ ଭର, ଆତ୍ମା ପଳେଇଲା, ଇଏ ଦେହ ସାଙ୍ଗେ ସାଙ୍ଗେ ପୋଡା ହବାକୁ ଯିବ। ଆଉ ଫୁଲ ଗଛଟିଏ ଗଛଟିଏ ଆରେ ବାବୁ କଥା ଆମେ ବହୁତ ଗପୁଛୁ,
ଯଦି ଆମେ ମରିଯିବୁ ଆଉ କ'ଣ କଥାବାର୍ତ୍ତା ହେଇପାରିବୁ? ଫୁଲ ଗଛ କିଏ? ଜୀବନ ହଉଛି ଏକ ସୁନ୍ଦର ଫୁଲ ଗଛ। ଆଚ୍ଛା ଫୁଲ ଗଛ କାହିଁକି ମଲୁ? କାଳି ଗାଈ ମୋତେ ଖାଇ କାଳି ଗାଈ ମୋତେ କାଳି ଗାଈ କିଏ? ଏଇ ପୁରା ଯୋଉଟା କହିଲି ସେଇ ମଦ ପିଇବ, ଚରସ ଖାଇବ, ବ୍ରାଉନ ସୁଗାର ଖାଇବ। ଚରସ ବ୍ରାଉନ ସୁଗାର ଅନ୍ୟ ଦେଶରୁ ସପ୍ଲାଏ ହଉଛି। କାହିଁକି ସପ୍ଲାଏ ହଉଛି? ଭାରତୀୟ ମାନେ ୟାକୁ ଖାଇକିରି ଅଧା ବର୍ଷରେ ମାନେ ବେମାରିଆ ହେଇକିରି ବେମାରିଆ ହେଇଯିବେ ଆଉ ଆମେ ସବୁଠୁ ଏଇ ଦେଶକୁ ମାଡ଼ି ବସିବୁ। ଆଉ ତମେ ଇଏ ସବୁ ପଲିସି କିଛି ବୁଝୁନା। ଟିଭି ଦେଖୁଛ, ପେପର ଦେଖୁଛ, ପୁଣି ସେଇଆ। ତେଣୁ ଏଇ ଯୋଉ ମଦ ସିଗାରେଟ ବାବାରେ ଆଲୁଅ ବାଞ୍ଛା ଗଲ ଗଲ ତା ମାନେ କ'ଣ? ଯେତେବେଳେ ତମ ଭିତରେ ଜ୍ଞାନର ଆଲୋକ ଯେତେବେଳେ ଜଳି ଉଠିବ, ବାଞ୍ଛା କହିଲେ ମୁଁ ମଦ ଖାଇବି, ମାଂସ ଖାଇବି, ଅମୁକ ଖାଇବି, ରମ ଖାଇବି, ପରଧନ ହରଣ କରି ଆଉ ଗଲ ଗଲ ହେଇକି ପଳେଇଲା ଆଉ କ'ଣ କୁଣ୍ଡିଆ ଭଳିଆ। ଆଉ ବାବାରେ ଆଲୁଅ ବାଞ୍ଛା ଗଲ। ଆଚ୍ଛା ଏଇ ଯୋଉ କାଳି ଗାଈ ତମକୁ ଖାଉଛି, ମୁଁ ବି ପାନ ଖାଉଥିଲି ତାକୁ ଛାଡ଼ିଦେଲି, ତମେ କାହିଁକି ଛାଡ଼ିବ? ତେଣୁ ସଜ୍ଜନ କାଳି ଗାଈ ମତେ ଖାଇଗଲା। ଆଉ ଭୁଲ ବାଟରେ, ହେ ପିଲାମାନେ, ମୋ ଝିଅ ମାନେ, ଭୁଲ ବାଟରେ ଯାଅନି। ଯଦି ଯାଉଛ ଫେରି ଆସ। ଆମେ ଗଢିବା ଜୀବନ, ଆମେ ଗଢିବା ପରିବାର, ଆମେ ଗଢିବା ଗାଁ, ଆମେ ଗଢିବା ଦେଶ। ଆଚ୍ଛା କାଳି ଗାଈ ତୁ କାହିଁ ଖାଇଗଲୁ? ସିଏ ଶୁରୁ କଲା ମୁଁ କ'ଣ ଖାଇବାକୁ, ମୁଁ ଚାକିରିଆ ମତେ ଜଗିଲା ନାହିଁ। ଆଉ ଚାକିରିଆ କିଏ? ଶାସ୍ତ୍ର, ସନ୍ଥ, ସଜ୍ଜନ, ବିଦ୍ୱାନ, ପଣ୍ଡିତ। ଆଉ ଏଇମାନେ ମତେ ଭଲ ଶିକ୍ଷା ଦେଲେନି, ଆଉ ମୁଁ କ'ଣ କରିବି? ଆଚ୍ଛା ଚାକିରିଆ କାହିଁକି ତୁ ଖାଇବାକୁ ଦେଲୁନି? କାହିଁ ଜଗିଲୁନି? ନା ମତେ ବଡ ବୋଉ ଖାଇବାକୁ ଦେଲାନି। ବଡ ବୋଉଟି କିଏ? ବୁଦ୍ଧି, ବୁଦ୍ଧିର ବିକାଶ ହେଲା। ଗୋଟେ କାମ କରିବା ପୂର୍ବରୁ ଟିକେ ଚିନ୍ତା ବି ମୁଁ କଲିନି କି କାହା ବଡ ହେଲେ ବିଚାରି, ସାନ ହେଲେ ପଚାରି, କୋଉ କଥାଟା ହେଲାନି। ଆଚ୍ଛା ଇଏ ଗଲା। ଆଚ୍ଛା ବଡ ବୋଉଠୁ କାହିଁ ଖାଇବାକୁ ଦେଲୁନି? ନା ପୁଅ ପରା ମୋର, ସିଏ ପୁଅ ଟିକିଏ ମନ। ଭାଗବତ ଲେଖାଇନି, ମୁଁ ଗୀତା କହୁନି, ଭାଗବତ କହୁ। ଏ ମନ ସ୍ୱଭାବେ ତେଣୁ ଏଇ ଓଡ଼ିଆର ଲୋକ କଥା ଭିତରେ, ଲୋକ ସଙ୍ଗୀତ ଭିତରେ ଅନେକ ତତ୍ତ୍ୱ ରହିଛି। ଏଇ ଗ୍ରାମର ଜଣେ ବ୍ୟକ୍ତି, ଏଇଟା କ'ଣ ହଉଛି ଭିରଙ୍ଗ ନା କ'ଣ? ଅଭିରଙ୍ଗ। ମୁଁ ଆସିଥିଲି ଅସାରଣା, ପ୍ରଥମ କରି ଯାଇଥିଲି। ବହୁ ଲୋକ ସେଠି ଯାଇଥିଲେ, ବଳିଆ ପାଖକୁ ଯାଇଥିଲେ। ଆଉ ଏଇ ମୌଜାରେ ଗୋଟିଏ ଲୋକ, ତା ନାଁଟା ଭୁଲି ଯାଇଛି, ନାଁଟା ମନେ ନ ପଡ଼ିବା ବି ଭଲ। ସିଏ ଯାଇକିରି ମତେ ପଚାରିଲେ। କ'ଣ ପଚାରିଲେ? ଚିତ୍ର ପ୍ରତିମା ପ୍ରାୟ
ଦିଶୁ ସୁନ୍ଦର ସ୍ତ୍ରୀ କର୍ମ ମତେ ପଚାରିଲେ ଚର୍ମ ବେଢିଛି ସିନା 84 ମାନେ ତା କଣ କୁହନ୍ତୁ? ମୁଁ ସେଠୁ ଯାହା ଜାଣିଥିଲି ତାହା କହିଲି। ତାଙ୍କ ମନକୁ ସେ କଥା ଗଲାନି। ଯଦି ନ ଗଲା ସେ ଯୋଉ ମତେ ତାଙ୍କର ଭାଷାରେ ଟିକେ ବ୍ୟବହାର କଟୁକ୍ତି କଲେ। ତାଙ୍କ ନାଁଟା ମୋର ମନେ ପଡୁନି ଆଉ ମନେ ନ ପଡିବା ବି ଭଲ। ତାଙ୍କ ଲୋକମାନେ ଶୁଣିକି କହିବେ ଇଏ ଆମରି ବାପା ଅଜାଙ୍କ ନାଁ କହିଲାନି। ତେଣୁ କିନ୍ତୁ ଭିରଙ୍ଗ ତାଙ୍କ ଘର ଡାକିଆ ଭିରଙ୍ଗ ତ ମୋର ପୁରା ମନେ ଅଛି ଆଉ। ଆଚ୍ଛା ସଜ୍ଜନ ଏମିତି ଭାବରେ ସେ ଭାଷାଟି ବ୍ୟବହାର କଲେ। ମୋର ସେବକ ସେତେବେଳେ ଜଣେ ପ୍ରେମାନନ୍ଦ ଦାସ ପ୍ରଫୁଲ୍ଲ ଭାଇ ଥିଲେ, କାନ୍ଦି ପକେଇଲେ। ଏବଂ ଜଗନ୍ନାଥପୁରର ପରଶୁରାମ ଖଣ୍ଡୁଆଳ ଚାଲିଗଲେଣି, ସିଏ ଥିଲେ ସେଇଠି। ସିଏ ତାଙ୍କୁ ବହୁତ ବୁଝେଇଲେ କାହିଁକି ବାବାଙ୍କୁ ଏମିତି କହୁଛ। ତେଣୁ ସଜ୍ଜନ ଆଜି ସେଇ ଦାନ୍ତିଆ ବିରଙ୍ଗ ମଉଜାରେ ଆଜି ସେଇ ସେବକ ବଳିଆ ଆଇଛି। ଆପଣମାନେ ବାଟଯାକ ଯୋଉ ଜୟଧ୍ୱନି କରୁଛନ୍ତି, ଯୋଉ କୀର୍ତ୍ତନର ନିନାଦରେ ଯୁବକମାନେ ଗୋଟେ ପାଛୋଟି ଆଣିଲେ, ସିଏ ଯଦି ଥାନ୍ତେ ଟିକେ ଦେଖିଥାନ୍ତେ। ଯଦି ଏଇ ମଞ୍ଚରେ ଆସି ପୁଣି ପଚାରିଥାନ୍ତେ, ମୁଁ ତାଙ୍କୁ ଗୋଟି ଗୋଟି କରି ପୁଣି ବୁଝେଇଥାନ୍ତି। ଆଉ ଚିତ୍ତ ଚର୍ମ ବେଢିଛି ସିନା 84 ଅଙ୍ଗୁଳ 3 ହାତ ଅଧେ। ଆମେ ସମସ୍ତଙ୍କ ହାତରେ ଆମେ ସମସ୍ତେ 3 ହାତ। ଏଇଟାର ଅର୍ଥ ସେଟା ବୁଝିଲେନି ଆଉ। ତେଣୁ ବୋଧେ ସେଇ ଦାନ୍ତିଆ ଭିରଙ୍ଗର ମାଟି, ସେଇ ମାଟିର ସନ୍ତାନ ମାନେ, ସେଇ ମାଟିର ଗାଁ ବାବୁମାନେ, ସେଇ ମାଟି ମାର ପ୍ରେରଣାରେ ଆପଣମାନେ ଇଏ ସେବକକୁ ଡାକିଛନ୍ତି। ସେଇ ଗାଁରେ ଆଜି ତାଙ୍କରି କଥା ଆଲୋଚନା ହଉଛି। ସିଏ ଯଦି ଥିବେ କି କଣ କରିବେ ମୁଁ କହିପାରିବିନି। 30 ବର୍ଷ ତଳର କଥା, ଆଉ ନହେଲେ ଶୂନ୍ୟରେ ଶୁଣୁଥିବେ ଆଉ। ତେଣୁ ସଜ୍ଜନ କାହାରିକି ଜୀବନରେ ବ୍ୟବହାର ଖରାପ କରନା, ମାନସିକ ପ୍ରହାର କରନା। ଗୋଟେ ଲୋକକୁ ତୁମେ ଏମିତି ଭାଷା କହିଲ, ସେ ରାତି ଯାକ ଶୋଇପାରିବନି। ସେ ଅଭିଶାପଟି ତମକୁ ନେବା ପାଇଁ ପଡ଼ିବ। ତେଣୁ ସଜ୍ଜନ ଦେବର୍ଷି ନାରଦ ପ୍ରଥମ ଦେଖିଲେ ଘର ଭିତରେ ଆନନ୍ଦ ବଜାର, ଦ୍ୱିତୀୟରେ ଦେଖିଲେ ଅନନ୍ତ ଶୟନ ହରିବୋଲ କହି ସେ ଶୋଇଲା। ସବୁ ତାପରେ ଉଠିଲା, କର୍ମ କରିବାକୁ ଗଲା। କର୍ମ ହଉଛନ୍ତି ବଳଦେବ, ବଳଦ ମାଧ୍ୟମରେ ସେମିତି କର୍ମ କରୁଛି। ମାଟି ମା ସିଏ ହଉଛନ୍ତି ସୁଭଦ୍ରା, ଏବଂ ଆଉ ନିଜେ ତ ଜଗନ୍ନାଥ ତାଙ୍କ ଭିତରେ ଅଛନ୍ତି। ଆଉ କଣ ବର୍ତ୍ତମାନ ନାରଦ ସେଇଠି ଯାଇ ପହଞ୍ଚିଗଲେ। ଆଉ ମୁଁ ଆଜ୍ଞା ନାରଦ କଥାଟାକୁ ବୁଝେଇ ସାରେ। ଯାହା ପାଟିରେ ଦାନ୍ତ ହଲିଲାଣି ସେମାନେ ହଉଛନ୍ତି ନାରଦ। ତାଙ୍କୁ ସମ୍ମାନ ଦେବେ। ସେମିତି ବୁଢା ବୁଢୀ, ସେ ବୁଢାଟା ସେ ବୁଢୀଟା, ତମେ ବୁଢା ବୁଢୀ ହବ ନାଇଁ କି? ସେମିତି କଣ ତାଚ୍ଛଲ୍ୟ କରି କହୁଛ? ତାଙ୍କୁ ସମ୍ମାନ ଦିଅ। ଆଜି ଜଣେ ମା ଆଇଥିଲେ, ଉପରକୁ ଯାଇପାରିଲେନି, ବଳିଆ ଉପରେ ଥିଲା। ମୁଁ ନିଜେ ଆସିକି ତାଙ୍କୁ ଦେଖାଦେଲି। ଆଜି ସାଙ୍ଗେ ସାଙ୍ଗେ ଫୋନ କଲି, ବୋଲି ଶୀଘ୍ର ଲିଫ୍ଟ ଲଗାଅ। ମୋ ପାଇଁ ନୁହଁ, ମୁଁ ମୋର ପାହାଚରେ ଯିବା ଆସିବା କରି କେତେବେଳେ କେମିତି ଲିଫ୍ଟ। ଏଇ ଯୋଉ ଲୋକମାନେ ଚାଲି ପାରୁନାହାନ୍ତି,
ମୋ ପର୍ଯ୍ୟନ୍ତ ଆସିବାକୁ କଷ୍ଟ ପାଉଛନ୍ତି ସେଇମାନେ ଲିଫ୍ଟରେ ଆସିବେ। ତେଣୁ ସଜ୍ଜନ ଜୀବନରେ କାହାରିକି ଦୁଃଖ ଦିଅ ନା। ଆମେ ତ କାହାକୁ ସୁଖ ଦେଇପାରିବାନି, ଦୁଃଖ କାହିଁକି ଦେବା? କ'ଣ ଗୋଟେ କହିଦେବା? ସେ ଯଦି ରାତି ଯାକ ବସି କାନ୍ଦିଲା, ସେ ଲୁହଟା ଆମରି ଉପରେ ପଡ଼ିବ। ଗୋଟିଏ ଲୋକ ଶିଶୁ ଆନନ୍ଦଙ୍କ ପାଖରେ 1970 ମସିହାରେ ଉପାଧ୍ୟାୟ ଅନୁସରଣ ପଡ଼ିଥିଲା। ତାକୁ ସ୍ୱପ୍ନ ହେଲା, ତା ଗୋଡ଼ ବିନ୍ଦୁ ଦେଲା। ତାକୁ ସ୍ୱପ୍ନ ହେଲା, ତୁ ତୋ ବାପାକୁ ଗୋଇଠା ଦିଏ ପକେଇଛୁ ପୂର୍ବ ଜନ୍ମରେ। ତୋ ବାପା ବର୍ତ୍ତମାନ ଅମୁକ ଗାଁରେ ଜନ୍ମ ହେଇଛି, ମଳିକ ସମ୍ପ୍ରଦାୟରେ। ତୁ ସେ ଗାଁକୁ ଯିବୁ, ତୋ ବାପା ନଈରୁ ପାଣି ଆଣିକିରି ଆସୁଥିବ, ତାକୁ ଦଣ୍ଡବତ ହବୁ। ତା ଘରକୁ ଯିବୁ, ସେ ଖାଇସାରିବ, ତା ଉଚ୍ଛିଷ୍ଟ ପାଇବୁ, ତାକୁ ଟିକେ ଘଷି ଦେବୁ ଏବଂ କହିବୁ ମୋତେ ଆଶୀର୍ବାଦ ଦିଅ। ସିଏ ଯଦି ତୋତେ ଆଶୀର୍ବାଦ ଦେଇଦେବେ, ତୋ ଗୋଡ଼ ବିନା ଭଲ ହେଇଯିବ। ଆଉ ପ୍ରକୃତ ସେଇଆ ହେଲା। ଆଉ ତେଣୁ ସଜ୍ଜନ ଇଏ ହଉଛି ଆମ କଥା, ଆମରି କଥା, ଆମରି କଥା, ଆମରି କଥା, ଆମରି କଥା, ଆମରି କଥା, ଆମରି କଥା, ଆମ ଗାଁ, ଆମ ଚଳଣି କଥା, ଆମ ଗାଁ, ଆମ ଚଳଣି କଥା, ଆମରି କଥା, ଆମରି କଥା, ଆମରି କଥା। ଯଦି ଆପଣମାନେ ଭଲ କାମଟିଏ ଏଠି କରିଛନ୍ତି, ବଳିଆର ଦକ୍ଷିଣା ହେଉଛି ଗଛ ଅନ୍ତତଃ ଲଗେଇବେ, ବଞ୍ଚେଇବେ ସମସ୍ତେ। ଗୋଟିଏ ଗଛ। ଦ୍ୱିତୀୟରେ ଶାଶୁ ବୋହୂର ଯଦି କଳି କଜିଆ ହେଇଯିବ, ତାକୁ 24 ଘଣ୍ଟା ଭିତରେ ମେଣ୍ଟେଇବେ। ଶାଶୁ ବୋହୂ ମିଶିକିରି ଏକାଠି ଖାଇବେ। ଯଦି ସ୍ୱାମୀ ସ୍ତ୍ରୀ କଜିଆ ହେଇଯିବ ସେଇଆ। ଯଦି ଭାଇ ଭଉଣୀର କଜିଆ ହେଇଯିବ, ତାକୁ ମଧ୍ୟ ମେଣ୍ଟେଇବେ। ଆଉ ଶେଷ ଦକ୍ଷିଣା ହଉ, ଯଦି ମେଣ୍ଟେଇଲେ ମୋ ଆସିବା ସାର୍ଥକ ହେଲା। ଆଉ ମାଲି ମକଦ୍ଦମା କରନ୍ତୁ ନାହିଁ, ଅଯଥା ପଇସା ଖର୍ଚ୍ଚ। ଆଉ ପିଲାମାନଙ୍କୁ ମୋର ବିଶେଷ ଭାବରେ ଦକ୍ଷିଣା। ତମ ପାଇଁ ମୁଁ ରାୟପୁରରୁ ପଳେଇ ଯାଇଛି। ତେଣୁ ମୋର ଦକ୍ଷିଣା ହେଉଛି ତୁମେମାନେ ମଦ୍ୟ ମାଦକ ଛାଡ଼ି ଜୀବନକୁ ସୁସ୍ଥ ରଖ, କର୍ମବୀର ହୁଅ। ଏଇଟି କଥାକୁ ବିଶ୍ରାମ ଦେବା ଏବଂ ଆମେ ପୁଣି କରିବା। ଜୟ ଜୟ ରାଧା ରମଣ ହରି ଜୟ ଜୟ ରାଧା हरिबो हरिबो